ଜୟ ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ଆଜି କ୍ଲାସରେ ସମସ୍ତଙ୍କୁ ସ୍ୱାଗତ। ତ ଆଜି କ୍ଲାସରେ ଆମେ ଯେହେତୁ ନମ୍ବର ସିଷ୍ଟମ ଅଲମୋଷ୍ଟ ସବୁ କନସେପ୍ଟ ଶେଷ କରିଦେଇଥିଲେ, ତ ମୁଁ ଆପଣଙ୍କ ପାଇଁ ଆଜି କ୍ଲାସରେ ଡିଫରେଣ୍ଟ କ୍ୱେଶ୍ଚିନ୍ ନେଇଛି। ଆଉ ଡିଫରେଣ୍ଟ କ୍ୱେଶ୍ଚିନ୍ ସଲ୍ଭ କରିବାର କୋଉ କୋଉ ଆପ୍ରୋଚ୍ ରହିଛି ତାହା ମଧ୍ୟ ଦେଖିବା। ଠିକ ଅଛି। ତ ଆଜି କ୍ଲାସରେ କେବଳ ଆମେ କ୍ୱେଶ୍ଚିନ୍ ଡିସ୍କସନ କରିବା। ଯଦି ଆପଣ ନମ୍ବର ସିଷ୍ଟମରେ କିଛି କ୍ୱେଶ୍ଚିନ୍ ରହିଯାଉଛି, ତାହେଲେ ଆପଣମାନେ ଆମର ଡିସ୍କସନ ଗ୍ରୁପକୁ ଯାଇ ସେଠାରେ କ୍ୱେଶ୍ଚିନ୍କୁ ସେୟାର କରିପାରିବେ। ଠିକ ଅଛି। ସମସ୍ତଙ୍କୁ ଅନୁରୋଧ କି क्वेश्चन गुटे ध्यान में देखिए और आपण माने सॉल्व करिया ट्राई करेंगे। और मु आपको बहुत बढ़िया अप्रोच और मेथड कहबी जहाँ द्वारा कि एगुड़िक बहुत सहज किपरि भाबे बहुत शीघ्र क्विकली आपण कौन हम सॉल्यूशन बाहर पड़ो। देखो क्वेश्चन नहीं आपण भाई तुम जो क्वेश्चन ले क्वेश्चन कहिछि क्वेश्चन को क्वेश्चन कहला गोटे नंबर যদি 800 number when divided by 899 it's a remainder 63. If the same number is divided by 29 the remainder will be केते से कहले पर क्वेश्चन ने कोन कहला भाई ये क्वेश्चन रे से कहला जे जदी मु क्वेश्चन ने कोन कहला भाई बोले तर गोटे नंबर अछि जो नंबर को मुझे 899 द्वारा 899 द्वारा कोन करछि जदी मु आपको 899 द्वारा डिवाइड करछि तार मो रिमाइंडर पड़छि केते ना 63 63 पड़छि को मो रिमाइंडर से कहूछि जदी सेही नंबर को 29 द्वारा डिवाइड करी 29 द्वारा डिवाइड करी ताहले कोन हबो ना तार रिमाइंडर केते आछो बुझि पाले तर गोटे संख्या अछि n गोटे संख्या अछि n गोटे नंबर अछि से n को मु कोन करी ना 899 द्वारा डिवाइड करी जहाँ द्वारा रिमाइंडर कोन आछि ना 63 आछि। तो भाई बने एभଳି ଯେତେ क्वेश्चन ଆସିବ ଏଭଳି क्वेश्चन ଆପଣ ଯଦି ଲକ୍ଷ୍ୟ କରିବେ ତ ଜାଣିପାରିବେ ଯେ ଏଇ ଯୋଉ 899 ଏଠି ଅଛି ଇଏ ସବୁବେଳେ କଣ ହେଇଥିବ ନା 29 ର ମଲ୍ଟିପଲ ହେଇଥିବ ବୁଝିପାରିଲେ ନହେଲେ ଆମେ କାଢି ପାରିବା ନାହିଁ। ଦେଖିବ ଯେ 899 କୁ 29 ରେ ହରିବେ ତାହେଲେ ଭାଗ ଶେଷ ସବୁବେଳେ କେତେ ନା 0 ହୋଇଥିବ। ସବୁବେଳେ ଦେଖିବେ ଯେତେବେଳେ ଏମିତି क्वेश्चन ଆସେ ସବୁବେଳେ ଧ୍ୟାନ ଦେବେ ଯେ ଯୋଉ ଫାଷ୍ଟ ଯୋଉ ନମ୍ବର ଦ୍ୱାରା ଆମେ ଡିଭାଇଡ କରିଥିବା ସବୁବେଳେ କଣ ହେଇଥିବ ନା ସବୁବେଳେ ୟାର ମଲ୍ଟିପଲ ହିଁ ହେଇଥିବ ବୁଝିପାରିଲେ। ଯଦି ମଲ୍ଟିପଲ ହେଇଥିବ ତାହେଲେ ଆମେ କାଢି ପାରିବା। ତ ଦେଖନ୍ତୁ ମନେକର ମୁଁ କହିଲି ଗୋଟେ ନମ୍ବରଟା ଅଛି ମନେକର ମୋ ନମ୍ବରଟା ଅଛି 48 48 କୁ ଯଦି ମୁଁ କଣ କରୁଛି ନା ମୁଁ ଆପଣଙ୍କର କେତେରେ 48 କୁ ଯଦି ମୁଁ 15 ମାନେ 48 ନହେଲେ ଗୋଟେ କହୁଛି କଣ ପାଇଁ ହଉଛି ମନେକର 55 ବୁଝିପାରିଲେ ମନେକର ସରି ନମ୍ବରଟା ହଉଛି ମନେକର କେତେ ନା ନମ୍ବରଟା ହଉଛି ମନେକର 56 ବୁଝିପାରିଲେ ନମ୍ବରଟା ହଉଛି 56 ସେ କହିଲା ଏଇ ନମ୍ବରକୁ ମୁଁ ଡିଭାଇଡ କରି ମନେକର ଗୋଟେ ମୁଁ ଧରି ଦଉ 56 ନମ୍ବର 56 ମୁଁ ଡିଭାଇଡ କରି କାହା ଦ୍ୱାରା ନା 56 କୁ ମୁଁ ଡିଭାଇଡ କରି 15 ଦ୍ୱାରା ଠିକ ଅଛି 56 କୁ 15 ଦ୍ୱାରା ଡିଭାଇଡ କଲେ ତାର ମୋ ରିମାଇଣ୍ଡର କେତେ ଆସିବ କହିଲେ ଭାଇ ମାନେ ରିମାଇଣ୍ଡର ମୋର କେତେ ଆସିବ ରିମାଇଣ୍ଡର ଆସିବ 11 କେତେ ଆସିବ 11 ଆସିବ ସେଇ 56 କୁ ଯଦି ମୁଁ କେତେ 5 ଦ୍ୱାରା ଡିଭାଇଡ କରିବି ତାହେଲେ 5 ଦ୍ୱାରା ଡିଭାଇଡ କରିବି ତାହେଲେ ଦେଖିଲେ ଭାଇ ମୋ ରିମାଇଣ୍ଡର କେତେ ଆସିବ ଦେଖନ୍ତୁ ରିମାଇଣ୍ଡର ମୋର କେତେ ଆସିବ ନା ରିମାଇଣ୍ଡର ଆସିବ 1 ବୁଝିପାରିଲେ ଦେଖନ୍ତୁ ଲକ୍ଷ୍ୟ କରନ୍ତୁ ମୁଁ କନସେପ୍ଟ କହିବା ପଛରେ ଆପଣ ଟିକେ ଲକ୍ଷ୍ୟ କରନ୍ତୁ ଯେତେବେଳେ 56 କୁ 15 ଦ୍ୱାରା ଡିଭାଇଡ କଲେ ମୋ ରିମାଇଣ୍ଡର ଆସିଲା 11 56 କୁ 5 ଦ୍ୱାରା ଡିଭାଇଡ କଲେ ରିମାଇଣ୍ଡର ଆସିଲା 1 ତ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ ଏଠି 5 ଅଛି ଏଠି 15 ଅଛି এই 15 টা ভাই মানে 5 ର ମଲ୍ଟିପଲ କି ହଁ ମଲ୍ଟିପଲ ତ ଦେଖିଲେ ରିମାଇଣ୍ଡର ଏଠି ଆସିଲା 11 ଯଦି ମୁଁ ଏଇ 56 କୁ ପୁଣି 5 ଦ୍ୱାରା ଡିଭାଇଡ କଲି ତ ମୁଁ ପୁରା ଟୋଟାଲ ନ ଡିଭାଇଡ କରିକି ମୁଁ 11 କୁ କଣ କରିବି ନା 5 ଦ୍ୱାରା ଡିଭାଇଡ କରିଦେବି 11 କୁ 5 ଦ୍ୱାରା ଡିଭାଇଡ କଲେ ରିମାଇଣ୍ଡର କେତେ ଆସିବ 1 ଆସିବ ଦେଖିଲେ ଭାଇ ମାନେ ଏଠି ଆସିଥିଲା 1 ଏଠି ମଧ୍ୟ ଆସିଲା 1 ବୁଝିପାରିଲେ ମୋ କହିବାର ଅର୍ଥ ତ ସେମ ନମ୍ବର ଅଛି କିନ୍ତୁ ଗୋଟେ 15 ଟା ଡିଭିଜିବଲ କରୁଛି ଏଠି 5 ଦ୍ୱାରା ଡିଭାଇଡ କରୁଛି କିନ୍ତୁ ଏଠି ରିମାଇଣ୍ଡର ଅଛି 11 ଏଠି ରିମାଇଣ୍ଡର ଅଛି 1 କିନ୍ତୁ ଯଦି ମୁଁ ଏଇ ରିମାଇଣ୍ଡର କୁ ପୁଣି ଥରେ 5 ଦ୍ୱାରା ଡିଭାଇଡ କରିଦଉଛି ତାହେଲେ ମୋ ରିମାଇଣ୍ଡର କେତେ ଆସିବ 1 ଆସିବ ସେଇଭଳି ଭାବେ ଏ ନମ୍ବରଟା ମୁଁ 819 ଦ୍ୱାରା ଡିଭାଇଡ କଲି ତ ରିମାଇଣ୍ଡର ଆସିବ 63 ସେଇ ପୁଣି ଏ ନମ୍ବରଟାକୁ ମୁଁ କଣ କରିବି ନା 29 ଦ୍ୱାରା ଡିଭାଇଡ କରିବି ଯେ ଆପଣ ମାନେ ଜାଣିଥିବେ 29 କୁ 31 ରେ ଗୁଣିଲେ 819 ହଉଛି ନା ହଉନି ତ ତା ଅର୍ଥ 819 ହଉଛି କାହାର ଗୋଟେ 819 ହଉଛି 29 ର ଗୋଟେ ମଲ୍ଟିପଲ ତ ମଲ୍ଟିପଲ ହେଇଥିବା ଯୋଗୁ ମୁଁ ଟୋଟାଲ ଏ କୁ ଡିଭାଇଡ ନ କରି ଏଇ ରିମାଇଣ୍ଡର କୁ କଣ କଲି ପୁଣି ଥରେ 29 ଦ୍ୱାରା ଡିଭାଇଡ କରିଦେଲି ରିମାଇଣ୍ଡର କୁ 29 ଦ୍ୱାରା ଡିଭାଇଡ କରିଦେଲି ତାହେଲେ ଦେଖନ୍ତୁ ସେଇଭଳି ଭାବେ ଯଦି ମୁଁ 11 କୁ 5 ଦ୍ୱାରା ଡିଭାଇଡ କଲି ରିମାଇଣ୍ଡର 1 ଦ୍ୱାରା ବାହାରୁଛି
29 63 ଯେତେବେଳେ ମୁଁ 29 ରେ ଡିଭାଇଡ କଲି 29 ରୁ ଗୁଣ କେତେ ଏହା ହଉଛି 58 ଓ ଭାଗଶେଷ କେତେ ପଡିଲା 5 ତ ମୋ ରିମାଇଣ୍ଡର କେତେ ଆସିବ ନା 5 ଆସିବ ନମ୍ବର 2 ହେଇଛି ଆପଣଙ୍କର ବୁଝିପାରିଲେ ତାହେଲେ ଏଇଭଳି କ୍ୱେଶ୍ଚିନ୍ ଆସିଲେ ଆପଣ ମାନେ ଏଇଭଳି ଭାବରେ ସଲ୍ଭ କରିବେ ମୋର ମୋର ବିଶ୍ୱାସ କି ଆପଣ ମାନେ କ୍ୱେଶ୍ଚିନ୍ ଟା ବୁଝି ଆସିଥିବେ ঠিক আছে ଦେଖନ୍ତୁ ଏଇଟା ମଧ୍ୟ ଗୋଟେ ବହୁତ ବଢିଆ କ୍ୱେଶ୍ଚିନ୍ କଣ ଦେଲା क्वेश्चन ରେ तो यूनिट डिजिट इन द सॉरी सम दे दीजिए यूनिट डिजिट ऑफ द प्रोडक्ट तो पहले ये जो गुणफलटा ता यूनिट डिजिट कौन आसे देखियो तो भाई मन लक्ष्य कले देखिले भाई लक्ष्य कले तो पहले ये जो देवा प्रोडक्ट ना नॉर्मल सम नदी प्रोडक्ट दो होला मतलब ना प्रोडक्ट गुणफल ये गुणफलर ये देजे गुणफलर कौन देछि ना यूनिट डिजिट कौन आसे तो भाई मैंने देखिले और दिन देखिले कौन देछि तो प्रथमे 4 दिया था 4 रे क्यू आसे 4 रे 5 आसेला एटा 9 ର ସ୍କୋୟାର 9 ର 3 ଏମିତି ଆସିଲା 4 ର 19 ଯାଏ ତା ଅର୍ଥ ଭାଇ ମାନେ ଦେଖନ୍ତୁ ଏଇ ଜିନିଷଟା ମୁଁ କଣ କରିପାରିବି ନା ମୁଁ ଏମିତି କରିବି 4 ଗୁଣନ କେତେ ନା 4 ର କ୍ୟୁ ଗୁଣନ କେତେ 4 ର ପାୱାର 5 ଅପ ଟୁ କୋନ ରହିଲା 19 ଯାଏ ରହିଲା ବୁଝିପାରିଲେ ପୁଣି ଯଦି ଆସେ ତ କଣ ଗୁଣିଲା ନା 9 ର ସ୍କୋୟାର 9 ର କେତେ 4th 9 ର 5 କେତେ ଆସିଲା ନା 9 ର ପାୱାର 100 ଏମିତି ଆସିଲା କି ଏମିତି ଆସିଲା ତ ଭାଇ ମାନେ ଦେଖିଲେ 4 ର ପାୱାର ମୁଁ ଯେତେବେଳେ କହିଥିଲି କଣ କହିଥିଲି ଆପଣଙ୍କୁ 4 ର ପାୱାର ଯଦି କଣ ଥିବ ନା ଅଡ ଥିବ ସବୁବେଳେ ୟୁନିଟ ଡିଜିଟ କେତେ ଆସିବ 4 ଆସିବ ଆଉ ଯଦି 4 ର ପାୱାର ଇଭିନ ଥିବ ତାହେଲେ ୟୁନିଟ ଡିଜିଟ କଣ ଆସିବ 6 ଆସିବ ତ ଦେଖିଲେ ଭାଇ ମାନେ 4 ର ପାୱାର ଠିକ ଅଛି 1 ଅଛି ମାନେ କେତେ 4 ଆସିବ ଏଠି 4 ଆସିବ ଏଠି 4 ଆସିବ ସବୁ ୟୁନିଟ ଡିଜିଟ କେତେ 4 ଆସିବ ତ ଭାଇ ମାନେ ଦେଖିଲେ 1 2 3 କି ଅନ୍ୟ ସହିତ ଯେତେବେଳେ କେତେବେଳେ 4 ଆସିବ ନା 5ଟା 4 ସରି 50ଟା 4 ଆସିବ କେତେ 50 टाइम्स ଆସିବ ସେଇଭଳିଆ ଭାଇ ଦେଖିଲେ 9 ର ପାୱାର 2 ଅଛି ମୁଁ ଆପଣଙ୍କୁ ମଧ୍ୟ କହିଥିଲି 9 ର ପାୱାର ଯଦି ଅଡ ଥିବ କେତେ ଆସିବ ନା 9 ଆସିବ 9 ର ପାୱାର ଇଭିନ ଥିଲେ କେତେ ଆସିବ 1 ଆସିବ ବୁଝିପାରିଲେ କେତେ ଆସିବ 1 ଆସିବ ତାହେଲେ ସେମିତି ଏଠି ଆସିବ କେତେ 1 ଏଠି 1 ଏମିତି କେତେ ଥର ଆସିବ 50 ଥର 50 टाइम्स କଣ ପାଇଁ ଟୋଟାଲ 100ଟାରେ 40 ଚାରଟା 4 ଥିଲା 50ଟା ଆଉ 9 ଥିଲା 50ଟା ତା ଅର୍ଥ ଭାଇ ମାନେ ଏଠି ଆସିଲା 4 ଏଠି ଆସିଲା 4 4 4 ସବୁ ଯାକ ବୁଲିକି ତାର 4 ର ପାୱାର କେତେ ନେଇଯିବି 50 ନେଇଯିବି ପୁରଣ ଏଠି ଆସିଲା 1 1 1 ୟାର 1 ର ପାୱାର କେତେ ନେଇଯିବି 50 ନେଇଯିବି ତ 4 ର ପାୱାର କଣ ଅଛି ଆପଣଙ୍କର ବର୍ତ୍ତମାନ ଇଭିନ ନା ଅଡ ଅଛି ନା ଆପଣ ମାନେ କହିବେ ଇଭିନ ଅଛି ତାହେଲେ ଇଭିନ ତ ତାହେଲେ ଏଠି ଆସିବ 6 ଏଠି ଆସିବ କେତେ ନା 1 x କୁ କେତେ 6 ତାହେଲେ ଅପସନ ନମ୍ବର 4 ହେଇଛି ଆପଣଙ୍କର କରେକ୍ଟ आंसर ବୁଝିଗଲା ଭାଇ ସମସ୍ତଙ୍କୁ ସମସ୍ତଙ୍କୁ ବୁଝିଗଲା आई होप कि समस्त बुझी पारथिबे बहुत सहज थिला किंतु टिके कॉन्सेप्चुअल थिला आपण माने ध्यान देखिबे जे कोन देछि क्वेश्चन ठीक अछि नेक्स्ट क्वेश्चन दियो बहुत बढ़िया क्वेश्चन टा देखो क्वेश्चन कहला फाइंड द रिमाइंडर when a digit when a divisible is 16 बढ़िया क्वेश्चन आपन कहिथिले 16 डिविजिबल रूट कोन कहिथिले आपन भाई माने ना 2 माने होची 2 रो पावर 1 4 माने होची 2 रो पावर 2 8 माने होची 2 रो पावर 3 କିନ୍ତୁ 16 ମାନେ 2 ର ପାୱାର 4 ଏମିତି କହିଥିଲି କହିଥିଲି ନା କହିଥିଲି କହିଥିଲି ତ ଭାଇ ମାନେ ଦେଖନ୍ତୁ ମୁଁ ଆପଣଙ୍କୁ କହିଥିଲି ଆଉ ଗୋଟେ ଜିନିଷ ମଧ୍ୟ ଯେତେବେଳେ ଗୋଟେ ବଡ ନମ୍ବର ଦେଇଥିଲି ନା 5 8 3 2 1 ଯେତେବେଳେ ଗୋଟେ ନମ୍ବରଟା ଦେଇଛି ଯଦି ମୁଁ କହିବି 4 ଦ୍ୱାରା ଭାଗ କଲେ ଭାଗଫଳ ଏ ସରି ଭାଗଶେଷ କଣ ରହିବ ତ ଆପଣ କଣ କରୁଥିଲେ ଏଇ ଯୋଉ ଲାଷ୍ଟ ଦିଟା ଡିଜିଟ କଣ କରୁଥିଲେ 4 ଦ୍ୱାରା ଭାଗ କରୁଥିଲେ ତ 21 କି 4 ଦ୍ୱାରା ଭାଗ କଲେ ମୋ ଭାଗଶେଷ କେତେ ରହୁଥିଲା ନା 1 ରହୁଥିଲା ତା ଅର୍ଥ ଏଇ ଟୋଟାଲ ନମ୍ବରଟାକୁ ଯଦି ମୁଁ 4 ଦ୍ୱାରା ଡିଭାଇଡ କରିବି ମୋ ଭାଗଶେଷ କଣ ବାହାରି ପଡିବ ନା ସେତିକି ବାହାରି ପଡିବ ବୁଝିଗଲା ସେମିତି ଯଦି ମୁଁ କହିବି
ଦେଖନ୍ତୁ ସେମିତି କହିବି ଗୋଟେ ନମ୍ବରଟେ 5832 ଏମିତି ଗୋଟେ ନମ୍ବରଟେ ଅଛି। ମୁଁ କହିବି 8 ଦ୍ୱାରା ଭାଗଶେଷ କରାଇବ। ତାହେଲେ ମୁଁ ଜାଣିଛି 8 ଡିଭିଜିବୁଲ ରୁଟ କଣ କରୁଛି ନା ଲାଷ୍ଟ ତିନିଟାକୁ ନେଇକି ଯଦି ମୁଁ 8 ରେ ଭାଗ କଲେ ମୋର ଭାଗଶେଷ ଯାହା ରହିବ ତାହେଲେ ସେଇଟା ହବ କଣ ଟୋଟାଲ ନମ୍ବରଟା ଭାଗଶେଷ ଆସିବ। ଦେଖନ୍ତୁ 320 କୁ 321 ଯଦି ମୁଁ କେତେରେ 8 ରେ ହରିବି 8 8 32 ଶୂନ ଆଉ ଗୋଟେ ଶୂନରେ 1 ଗଲେ ହେଲା 8 ଶୂନ କେତେ ନା 1 ବଳିଲା ବୁଝିପାରିଲେ ଆଉ ସେ କେତେ ବଳିଲା 1। 831 ଯଦି ମୁଁ କଣ କଲି ନା 8 ରେ ହରିଲି 8 ସେ 321 ଯଦି 8 ରେ ହରିଲି ପରିମାଣଟା କେତେ ଆସିଲା ନା 1 ଆସିଲା। ଠିକ ଅଛି ତ ବର୍ତ୍ତମାନ ଦେଖିବୁ ଏଇ ନମ୍ବରଟାକୁ ଯଦି ମୁଁ କେତେ ହରୁଛି ନା ଏଇ ନମ୍ବରଟାକୁ ହରୁଛି କେତେ 8 ରେ ହରୁଛି ଦେଖିଲେ 58321 ତାକୁ ଡିଭାଇଡ କଲେ 8 8 ସଂଖ୍ୟା 56 5 2 23 8 ଦୁଗୁଣେ 16 5 କେତେ ବଳିଲା 13 8 ଗଲେ 7 72 72 ଗଲେ କେତେ 9 ଟା 72 1 0 କେତେ ହେଲା 5 ଗଲା 1 ବୁଝିପାରିଲେ 5 କେତେ ଆସିଗଲା 1 ଆସିଗଲା। ତାପରେ ମୁଁ ସବୁ ଯାକ ନ ହରିକି ମୁଁ ମୋର ଫର୍ମୁଲା ଅନୁସାରେ ମୁଁ ହରିବାକୁ ପଡିବ ବୁଝିପାରିଲେ। ତ କ୍ୱେଶ୍ଚିନରେ କଣ ଦେଇଛି ଆମକୁ କ୍ୱେଶ୍ଚିନରେ ଦେଇଛି ଆମକୁ କଣ ଦେଇଛି ନା କ୍ୱେଶ୍ଚିନରେ ପଚାରିଛି ଏଇ ଯୋଉ ସଂଖ୍ୟାଟା ଅଛି এই ସଂଖ୍ୟାକୁ ଯଦି ମୁଁ 16 ଦ୍ୱାରା ହରିବି ତାହେଲେ ନା 16 ଦ୍ୱାରା ହରିବି ତାହେଲେ ମୋର କଣ ହବ ନା ରିମାଇଣ୍ଡର କଣ ଆସିବ ଠିକ ଅଛି ରିମାଇଣ୍ଡର କଣ ଆସିବ ତାହେଲେ ଦେଖନ୍ତୁ ପ୍ରଥମେ ସଂଖ୍ୟାଟା କରିବା ତା ତ ଲାଷ୍ଟ ଚାରଟା ଡିଜିଟ କଣ କରିବି 16 ହରିବି ତା ସଂଖ୍ୟାଟା କଣ ଆସିବ ଦେଖିଲ ଭାଇ ମାନେ 1 2 3 4 5 6 7 8 9 ଏମିତି ଆସିବ ତାପରେ କେତେ ଆସିବ 10 11 12 13 ଟୋଟାଲ କେତେଟା ଡିଜିଟ ଅଛି ନା 97ଟା ଡିଜିଟ ଟୋଟାଲ ଏଇଠୁ ଏତିକି 97ଟା ଡିଜିଟ ଅଛି। ତାହେଲେ ଭାଇ ମାନେ ଦେଖିଲେ 1 2 3 4 5 6 7 8 9 9 ଯାଏ 9ଟା ଡିଜିଟ ପଳେଇଲା 97 ପରେ 97 ରୁ 9 ଗଲେ କେତେ ରହିଛି ଆପଣଙ୍କର 97 ରୁ 9 ଗଲେ ଆପଣଙ୍କର ରହିଛି କେତେ 88 କେତେ ରହିଯିବ 88 ରହିଯିବ ବୁଝିପାରିଲେ କେତେ ରହିଯିବ 88 ରହିଯିବ ତା ଅର୍ଥ ୟା ପରେ ଯୋଉ ଆସିବ ଯୋଉ ନମ୍ବର 10 11 12 13 ସବୁ ଦିଟିଆ ନମ୍ବର ଆସିବ ତାହେଲେ ଟୋଟାଲ କେତେ ଆସିବ କେତେଟା ଯାଏ ଆସିବ 10 11 12 ହେଲେ କେତେଟା ଡିଜିଟ ଆସିବ 44ଟା ଆସିବ କେତେ ଆସିବ 44ଟା ଆସିବ ମାନେ 10 11 12 13 ଏମିତି ହେଇ ଟୋଟାଲ କେତେଟା ସଂଖ୍ୟା ଆସିବ 44ଟା ସଂଖ୍ୟା ଆସିବ ତ 44 ପ୍ଲସ ଇଏ 9 ତାହେଲେ କେତେ ହେଲା ତାହେଲେ କେତେ ଆସିବ ଦେଖିଲେ ଭାଇ ମାନେ 44 ପ୍ଲସ 9 କେତେ ହେଲା 53 ହେଇଗଲା ତାହେଲେ ଲାଷ୍ଟ ଡିଜିଟ କେତେ ଆସିବ 53 ଆସିବ ବୁଝିପାରିଲେ ତା ଅର୍ଥ ମୁଁ ଯୋଉ କାଢି କାଢି ନେଲେ ଲାଷ୍ଟ ବି ସଂଖ୍ୟା କେତେ ଆସିବ ସଂଖ୍ୟା ଆସିବ କେତେ ନା 52 ଲାଷ୍ଟ ଅଛି 53 ବୁଝିପାରିଲେ କେତେ ଆସିବ 52 53 ତାହେଲେ ମୁଁ କଣ କହିଛି କ୍ୱେଶ୍ଚିନରେ ନା 16 ଦ୍ୱାରା ହରିଲେ ଡିଭିଜିବଲ ମାନେ ରିମାଇଣ୍ଡର କଣ ଆସିବ ତାହେଲେ ଯୋଉ ମୁଁ ଯୋଉ ନମ୍ବରଟା ହେଲା 52 ଆଉ 53 ତାକୁ ଯଦି ମୁଁ କେତେ ହରିଲି ନା 16 ଦ୍ୱାରା ହରିଲି 39 ଭାଗଶେଷ ବଳି ପଡିଲା କେତେ 4 5 16 ଦୁଗୁଣେ କେତେ 32 ଭାଗଶେଷ ବଳି ପଡିଲା କେତେ ଭାଗଶେଷ ବଳି ପଡିଲା ଆପଣଙ୍କର କେତେ ନା 13 33 ତାହେଲେ କେତେ ରହିଲା 16 7 16ଟା 128 16ଟା କେତେ 5 କେତେ 5 କେତେ ରହିଲା ବୁଝିପାରିଲେ ସମସ୍ତେ ବହୁତ ସହଜ ଜିନିଷଟା ବହୁତ ବଢିଆ ଆପ୍ରୋଚ ବହୁତ ବଢିଆ କ୍ୱେଶ୍ଚିନ ଏମିତି କ୍ୱେଶ୍ଚିନ ଆସିଲେ ବହୁତ ଜଣଙ୍କର ମୁଣ୍ଡ ପାଗଳ ବୁଝିପାରିଲେ ମୁଁ ଆଉ ଥରେ କହୁଛି ଯେତେବେଳେ ଗୋଟେ ପଚାରିଛି କ୍ୱେଶ୍ଚିନରେ ଗୋଟେ ସଂଖ୍ୟାକୁ 2 ଦ୍ୱାରା ଭାଗ କଲେ ଭାଗଶେଷ କେତେ ଆସିବ ତ ଆପଣ ମାନେ କଣ ଦେଖିବେ ଲାଷ୍ଟ ଡିଜିଟଟା ଲାଷ୍ଟ କଣ ପାଇଁ ଯେହେତୁ ୟାର 1 ଅଛି ପାୱାର ତ ଲାଷ୍ଟ ଡିଜିଟଟାକୁ 2 ଦ୍ୱାରା ହରିବେ ଭାଗଶେଷ ଯାହା ଆସିବ ସେଇଟା ହଉଛି ଭାଗଶେଷ ମନେକର ସେମିତି ଗୋଟେ ନମ୍ବରକୁ 4 ଦ୍ୱାରା ହରିଲେ ଭାଗଶେଷ କେତେ ଆସିବ ତ ସବୁ ଯାକ ନ ହରିକି ଲାଷ୍ଟ ଦିଟା ଡିଜିଟକୁ 4 ରେ ହରିବେ ଭାଗଶେଷ ଯାହା ଆସିବ ସେ ଟୋଟାଲ ନମ୍ବରଟା ଭାଗଶେଷ ସେ ଆସିବ ସେମିତି କଣ କରିବା ନା 8 8 କଣ ନା ଗୋଟେ ନମ୍ବର ଅଛି ବଡ 583214 ଏମିତି ଗୋଟେ ନମ୍ବର ଅଛି ଯଦି ଆମେ 8 ରହିଲେ ଭାଗଶେଷ କଣ ଆସିବ ଆମେ ସବୁ ଯାକ ନ ହରେଇକି କଣ କରିବା ଲାଷ୍ଟ ତିନିଟା ଡିଜିଟକୁ କଣ ନେଇକି ଯୋଉ ନମ୍ବରଟା କ୍ରିଏଟ ହବ ସେ ନମ୍ବରଟା ହରିଲେ ଭାଗଶେଷ ଯାହା ଆସିବ ଆପଣଙ୍କର ଏ ପୁରା ନମ୍ବରଟା ହରିଲେ ମଧ୍ୟ ଭାଗଶେଷ ସେ ଆସିବ ସେମିତି କହିଲା କଣ ଏଇ ନମ୍ବର ଏଇ ଯୋଉ ସଂଖ୍ୟାଟାକୁ ଯୋଉ ସଂଖ୍ୟାଟା ଯଦି ମୁଁ କଣ କରିବି ନା 16 ଦ୍ୱାରା ଭାଗ କଲି ମୋର ଭାଗଶେଷ କଣ ଆସିବ ବୋଲି ପଚାରିଛି
ବୁଝିପାରିଲେ ନା ବୁଝିପାରିଲେ? ଆଉ ସେ କଣ ଆସିବ ବୋଲି ପଚାରେ, ତାହେଲେ ମୁଁ ସଂଖ୍ୟାଟା କାଢିବାକୁ ପଡିବ। ଦେଖିଲେ ମୁଁ କଣ କଲି ସଂଖ୍ୟାଟା, ସେ କହିଲା ଏମିତି ହେଇକି ଯାଇଛି 1 2 3 4 5 6 7 8 9 10 11 12 ଏମିତି ହେଇକି ଯାଇଛି। କେତେଟା ଡିଜିଟ ଟୋଟାଲ? ନା ଟୋଟାଲ 97ଟା ଡିଜିଟ। ବୁଝିପାରିଲେ? ତାହେଲେ ଇଏ କେତେ ହେଲା, 1 2 3 4 5 6 7 8 9 9ଟା ଡିଜିଟ ପଳେଇଲା। ତାପରେ କେତେ ଆସିବ, 10 2ଟା ଡିଜିଟ, 11 ତାର 12 ତାର 13 ଏମିତି ଦି ଟିକେ ଆସିବ। ତାହେଲେ ଟୋଟାଲ 57 ଭିତରେ 9ଟା ପଳେଇଲା, ଆଉ ରହିଗଲା କେତେଟା? 88ଟା ରହିଗଲା। 88ଟା ରହିଲା ମାନେ 88ଟାରେ କେତେଟା ସଂଖ୍ୟା ହବ, ଦି ଟିକିଆ ସଂଖ୍ୟା, ନା 44ଟା ହବ। ତାହେଲେ ଇଏ ପଳେଇଲା 9ଟା, ଇଏ ରହିଲା 44ଟା। ତ ଟୋଟାଲ କେତେଟା ସଂଖ୍ୟା ଯାଇଥିବ, 53 ଯାଇଥିବ। ତା ଅର୍ଥ ମୁଁ କହିପାରିବି ଏମିତି ହେଇଯାଇଥିବ କେତେ, ଲାଷ୍ଟ 53। ତା ପୂର୍ବରୁ କିଏ ଥିବ, 52 ଥିବ। ତା ପୂର୍ବରୁ କିଏ ଥିବ, ନା 52 ଥିବ। ତାହେଲେ ଏଇ ନମ୍ବରଟା, ତାହେଲେ ଏଇ ଯୋଉ ନମ୍ବରଟା ରହିଲା ଡଟ ଡଟ, ଏଇ ଯୋଉ ନମ୍ବରଟା ରହିଲା, ଏଇ ନମ୍ବରଟାକୁ 16 ଦ୍ୱାରା ଭାଗ କଲେ ଭାଗ ଶେଷ ମୋର କେତେ ଆସିବ ପଚାରିଛି। ତାହେଲେ ମୁଁ ସବୁ ଯାକ ନ କାଢି କଣ କଲି, ଲାଷ୍ଟ 4ଟା ଡିଜିଟକୁ ନେଇ ଯୋଉ ସଂଖ୍ୟାଟା କ୍ରିଏଟ ହେଲା ତାକୁ କଣ କଲି, ନା 16 ଦ୍ୱାରା ଭାଗ କଲି। ବୁଝିପାରିଲେ? ତ ମୋ ଭାଗ କେତେ ଆସିଲା, 5 ଆସିଲା। ଏଇଟା ବହୁତ ସହଜ କୋଶ୍ଚିନ୍ ଟା, ଏଇଟା ବହୁତ ସହଜ କୋଶ୍ଚିନ୍। ତ ଯୋଉ କୋଶ୍ଚିନ୍ ଦେଇଛି କଣ ଦେଇଛି, ନା କଣ ତ ୟୁନିଟ୍ ଡିଜିଟ୍ ଅଫ ଦି ସମ୍, ସରି ଏଟା ପ୍ରଡକ୍ଟ। ସେ କହିଛି ଗୁଣନର ୟୁନିଟ୍ ଡିଜିଟ୍ କଣ ଆସେ, ବୁଝିପାରିଲେ? ୟୁନିଟ୍ ଡିଜିଟ୍ କଣ ଆସେ, ତ ଦେଖିଲେ ଭାଇ ମାନେ, ନା ମୁଁ ବହୁତ ଜଲ୍ଦି କରିଛି, କେତେ, ନା 0 ହିଁ ଆସେ। କଣ ପାଇଁ, ମୁଁ ଆପଣଙ୍କୁ କହିଥିଲି ଯେତେବେଳେ ଗୋଟେ ଗୁଣନରେ 2 ଥିବ 5 ଥିବ, ଆଖି ବୁଝି କଣ କରିବେ, ନା 0 କରିଦେବେ। 2 ଗୋଟେ 2 ଆଉ ଗୋଟେ 5 ଗୁଣି ହେଇଗଲେ ମୋର 10 ହେଇଯାଉଛି, ମାନେ ଯାହା ବି କଲେ ଲାଷ୍ଟକୁ କଣ ଗୋଟେ 0 ହିଁ ଆସେ। ତା ତ ମୁଁ କହିପାରିବି ଏଥିରେ, ଏଥିରେ କଣ ହବ ଆପଣଙ୍କର, ତ ୟୁନିଟ୍ ଡିଜିଟ୍ କଣ ହବ, ନା 0 ହିଁ ହବ। ଯଦି ଆପଣ ନ କରିବେ, ଦେଖନ୍ତୁ ଏଠି 2 ହେଲେ ତାର ପାୱାର କତ, 36 ଅଛି। 2 3 7 8 ଏ ଗୋଟେ କାଟାଗୋରୀ ଯାଆନ୍ତି, ତ 34 କେତେ କରିବି, 4 ରେ କରିବି। 4 ରେ ଭାଗଶେଷ କେତେ ପଡିବ, ନା ଭାଗଶେଷ ବେଳେ 2, 34 କୁ 4 ହେଲେ ଭାଗଶେଷ 2 ପଡିବ। ତାହେଲେ ୟାର ଏଠୁ କେତେ, 2 ର ପାୱାର 2। ତାହେଲେ ଏଠୁ କେତେ ଆସିବ, ନା 3 ର ପାୱାର 1, କାରଣ 45 ଭାଗି 4। ତାପରେ ଦେଖନ୍ତୁ 4 ର ପାୱାର କଣ ଅଛି, ଇଭେନ୍ ନା ଅଡ୍ ଅଛି, ନା ଅଡ୍ ଅଛି। ଅଡ୍ ଥିଲେ କେତେ ଆସିବ, ତ ସେଇ 4 ଆସିବ। 5 ଯଦି କାଟାଗୋରୀରେ ଯାଉଛି, ମାନେ ଯାହା ପାୱାର ଯାହା ରହିଲେ କେତେ ଆସିବ, ନା ସେଇ କେତେ ଆସିବ, 5 ଆସିବ। ଆଉ 6 ର ପାୱାର ଯାହା ଥିଲେ କେତେ ଆସିବ, 6 ଆସିବ। 2 ର ପାୱାର ମାନେ କେତେ ଆସିବ, 4। କେତେ ଆସିବ, ନା 4, 4 3 12, 12 ଚଉକୁ କେତେ, 12 ଚଉକୁ 48, 48 8, 8 5 40, 0 ହେଲେ ସେଇ ୟୁନିଟ୍ କେତେ ଆସିବ, 0 ଆସିବ। କିନ୍ତୁ ଯେତେବେଳେ ଆପଣ ମାନେ ଦେଖିବେ ଯେ ଯେକୌଣସି ଗୁଣନ ଦେଇ ତାର ୟୁନିଟ୍ ଡିଜିଟ୍ ପଚାରିଛି, ତାହେଲେ ଆପଣ ମାନେ କଣ କରିବେ, ନା ସବୁବେଳେ ମନେ ରଖି ଚାହାନ୍ତୁ 2 ଆଉ 5 ଯଦି ଥିବ, ତାହେଲେ ଆଖି ବୁଝିକି କରିଦେବେ ୟୁନିଟ୍ ଡିଜିଟ୍ କେତେ ଆସିବ, ନା 0 ଆସିବ। ବୁଝିପାରିଲେ? ତାପରେ ଗୋଟେ ବହୁତ ବଢିଆ କ୍ୱେଶ୍ଚନ ପଚାରିଛି, କଣ ନା ପଚାରିଛି ୟୁନିଟ୍ ଡିଜିଟ୍ ଇନ୍ ଦ ସମ୍ ଅଫ ଏଥ୍, ହେଲେ 1 କ୍ୟୁ 2 କ୍ୟୁ 3 କ୍ୟୁ 4 କ୍ୟୁ ଅପ୍ ଟୁ କେତେ, 101 କ୍ୟୁ। ପଚାରିଛି କଣ, ତାର ୟୁନିଟ୍ ଡିଜିଟ୍ ର ସମ୍, ୟୁନିଟ୍ ଡିଜିଟ୍ କଣ ଆସିବ, ଏ ସମ୍ ର ୟୁନିଟ୍ ଡିଜିଟ୍ କଣ ଆସିବ। ୟାକୁ ଆପଣ ମାନେ ଯଦି ଜାଣିଥିବେ ଫର୍ମୁଲା, ଡାଇରେକ୍ଟ କରିପାରିବେ, ନହେଲେ ଆପଣ ମାନଙ୍କ ପାଖରେ ଆଉ ଡିଫରେଣ୍ଟ ଆପ୍ରୋଚ୍ ମଧ୍ୟ ଅଛି। ଡିଫରେଣ୍ଟ ଆପ୍ରୋଚ୍ କହି ଫର୍ମୁଲା ମଧ୍ୟ କହିବେ। ତ ଆପଣ ମାନେ ଜାଣିଥିବେ 1 ପ୍ଲସ୍ 2 ପ୍ଲସ୍ 3 ଅପ୍ ଟୁ କେତେ n ଯାଏ ଦେଇଥିବ, ତାର କଣ ହବ, n into n plus 1/2। ଜାଣିଥିବେ ଯଦି କାଢିବା ପାଇଁ ସମ୍, ସେମିତି a ର 1 ସ୍କୋୟାର ପ୍ଲସ୍ 2 ସ୍କୋୟାର ପ୍ଲସ୍ 3 ସ୍କୋୟାର ଅପ୍ ଟୁ ଯଦି n ସ୍କୋୟାର ଯାଏ ଦେଇଥିବ, ତାହେଲେ ଆପଣ ମାନେ ଜାଣିଛନ୍ତି କଣ, n into n plus 1 whole into 2n plus 1 divided by 6। ବୁଝିପାରିଲେ? ଫର୍ମୁଲା ହଉଛି ଏଇଟା। ସେମିତି 1 କ୍ୟୁ ପ୍ଲସ୍ 2 କ୍ୟୁ ପ୍ଲସ୍ 3 କ୍ୟୁ ଅପ୍ ଟୁ କେତେ n କ୍ୟୁ ଯାଏ ଦେଇଥିବ, ତାର କଣ କଲେ n whole into n plus 1 by 2 ର ହୋଲ୍ ସ୍କୋୟାର। ବୁଝିପାରିଲେ? ହୋଲ୍ ସ୍କୋୟାର। ଏଠି n କେତେ, ନା n ହଉଛି 100। କେତେ, n 101। 101 ହେଲେ କେତେ ହବ, 101 ଗୁଣନ 102 ଡିଭାଇଡେଡ୍ ବାଇ କେତେ, 2, ତା ପାୱାର କେତେ, ନା 2। କଟିଗଲେ କେତେ ହବ, 51।
51 ହେଇଯିବ। 1 କୁ 1 ରେ ଗୁଣିଲେ କେତେ 1, 1 ର ପାୱାର କେତେ 2 ଅଛି ମାନେ କେତେ 1 ହବ। ବୁଝିପାରିଲେ? ତ ଭାଇ ମାନେ ୟାର ସବୁ ଫର୍ମୁଲା ଆଣିଥିଲେ ବୋଲି ଯଦି ମୁଁ ଆପଣଙ୍କୁ ଗୋଟେ କ୍ୱେଶ୍ଚିନ୍ କହିବି କଣ କହିବି ଭାଇ ମାନେ କହିବି କ୍ୱେଶ୍ଚିନ୍ ଟା 1 ର ପାୱାର 5 2 ର ପାୱାର 5 ପ୍ଲସ 3 ର ପାୱାର 5 ଅପ୍ ଟୁ ଦେଇଥିବ କେତେ ନା ଅପ୍ ଟୁ ଦେଇଥିବ ଆପଣଙ୍କର 100 ର ପାୱାର 5 ହେଲା ପଚାରୁଥିବ ଏ ଏକ୍ସପ୍ରେସନ ର ୟୁନିଟ୍ ଡିଜିଟ୍ କଣ ହବ ୟୁନିଟ୍ ଡିଜିଟ୍ କଣ ବୁଝିପାରିଲେ क्वेश्चन ଦେଇଥିବ ଏମିତି ତାହେଲେ ଏ क्वेश्चन କରିବା କେମିତି ଦେଖନ୍ତୁ ସେଟା ମୁଁ ତାର ଫର୍ମୁଲା ଆଣିଥିଲି ବୋଲି କିନ୍ତୁ ଏଇଭଳି क्वेश्चन ଆସିଲେ କେମିତି କରିବା ଦେଖନ୍ତୁ ତାମାନେ ଦେଖିଲେ ଭାଇ ମାନେ ମୁଁ ଏଟାକୁ କେମିତି ଲିଖିପାରିବି 1 ର ପାୱାର 5 2 ର ପାୱାର 5 3 ର ପାୱାର 5 4 ର ପାୱାର 5 5 ର ପାୱାର 5 ତାପରେ 6 ର ପାୱାର 5 8 ର ପାୱାର 5 प्लस 9 ର ପାୱାର 5 ପ୍ଲସ 10 ର ପାୱାର 5 ତାପରେ 11 ର ପାୱାର 5 12 ର ପାୱାର 5 13 ର ପାୱାର 5 14 ର ପାୱାର 5 ଏମିତି ଆସିବ କେତେ 100 ର ପାୱାର 5 ଏମିତି ଆସିବ ତ ଭାଇ ମାନେ ଦେଖନ୍ତୁ ମୁଁ ବୁଝିବା ପାଇଁ ଆପଣଙ୍କୁ କହୁଛି ଆପଣ ୱାନ୍ ଥରେ ଜାଣିଦେଲେ କନସେପ୍ଟ ବହୁତ ସହଜ ହେଇଯିବ ଦେଖନ୍ତୁ ଭାଇ 1 ର ପାୱାର 5 ଥିବ ଅଛି ତାର ୟୁନିଟ୍ କେତେ 1 ଆସିବ 2 ର ପାୱାର 5 ଥିବ ଅଛି 2 ର ପାୱାର 5 କେତେ ନା 2 5 କୁ ଧରିବା 4 ଭାଗ 1 କେତେ 2 ର ପାୱାର 2 ମାନେ 1 3 ର ପାୱାର 5 ମାନେ 3 4 ର ପାୱାର ଗୋଟେ କଣ ସିଭିଲ ନା ଅଡ ଅଛି ତାହେଲେ ମୋର କଣ ଆସିବ ତାହେଲେ ମୋର କଣ ଆସିବ ଭାଇ ତାର ଆସିବ କେତେ ତାର ମୋର ଆସିବ କେତେ ଯେହେତୁ ଅଡ ଅଛି ସେଇ 4 ଆସିବ 5 ର ପାୱାର ଯାହା ଥିଲେ କେତେ ଆସିବ ଆସିବ 6 ର ପାୱାର ଯାହା ଥିଲେ 6 ଆସିବ 8 ର ପାୱାର କେତେ 5 ଅଛି ମାନେ କେତେ ଆସିବ ଏଇ 8 ଆସିବ ତାପରେ କେତେ 9 9 ର ପାୱାର କେତେ ଅଛି 5 ଅଛି ମାନେ କେତେ ଆସିବ ନା ଆସିବ କେତେ ନା ଆସିବ 9 ଆସିବ ତାପରେ 10 ରୁ କେତେ ଆସିବ ନା 0 ଆସିବ ପୁଣି ତା ଦେଖିଲେ ଭାଇ ମାନେ 11 ପୁଣି ଥରେ 1 ଆସିବ 12 ପୁଣି ଥରେ କେତେ ଆସିବ 2 ଆସିବ 13 3 ଆସିବ ଏମିତି ଚାଲିଲା ତାହେଲେ ମୁଁ ଯଦି କହିଲେ ଭାଇ ମାନେ ଏଉଠୁ ଏତକ କାଢିବି ଏଇଭଳିଆ କେତେ ଥର ଆସିଥିବ 10 ଥର ଆସିଥିବ ଗୁଣନ 10 କରିଦେବି ତାହେଲେ ମୋର ବାହାରି ପଡିବ ୟୁନିଟ୍ ଡିଜିଟ୍ ବାହାରି ପଡିବ ନା ବାହାରି ପଡିବ ବାହାରି ପଡିବ ତାହେଲେ ଦେଖନ୍ତୁ ଏଇଠୁ ଏତକ କାଢିବା କେମିତି 9 ଗୁଣନ 10 ଡିଭାଇଡେଡ୍ ବାଇ 2 ତାହେଲେ କେତେ ହେଇଯିବ ନା 45 ହେଇଯିବ ଏଇଭଳିଆ କେତେ ଥର ଆସିଥିବ ନା 10 ଥର ଆସିଥିବ ତାହେଲେ ମୋର କହିଲେ ତାହେଲେ 450 ବାହାରି ପଡିଲା ୟୁନିଟ୍ ଡିଜିଟ୍ କେତେ ଆସିବ 0 ଆସିବ ବୁଝିପାରିଲେ ସମସ୍ତେ ଭାଇ ମାନେ ୟୁନିଟ୍ କେତେ ଆସିବ 0 ଆସିବ ସେଇଭଳି ଭାବେ ଆଉ ଗୋଟେ କ୍ୱେଶ୍ଚିନ୍ କହୁଛି ଆପଣଙ୍କୁ କ୍ୱେଶ୍ଚିନ୍ କଣ କହୁଛି ଆପଣଙ୍କର ନା ଏମିତି କହୁଛି 1 ର ପାୱାର 7 2 ର ପାୱାର 7 3 ର ପାୱାର 7 ଆପଣଙ୍କୁ ଯାହା ଆସିଥିବ ତା 100 ର ପାୱାର 7 ଏଇଥିବ କ୍ୱେଶ୍ଚିନ୍ ପଚାରିଥିବ କଣ ନା ୟୁନିଟ୍ ଡିଜିଟ୍ କେତେ ବୁଝିପାରିଲେ ଦେଖନ୍ତୁ ଭାଇ ପୁଣି ଥରେ 1 ର ପାୱାର 7 ପ୍ଲସ୍ କଣ 2 ର ପାୱାର 7 3 ର ପାୱାର 7 4 ର ପାୱାର 7 5 ର ପାୱାର 7 8 ର ପାୱାର ସରି 6 ର ପାୱାର 7 7 ର ପାୱାର 7 8 ର ପାୱାର 7 ପ୍ଲସ୍ 9 ର ପାୱାର 7 ପ୍ଲସ୍ 10 ର ପାୱାର 7 ପୁଣି ସେଇଭଳି 11 ପାୱାର 7 ଯାହା ଆସିବ 12 ପାୱାର 7 ସେଇଆ ଆସିବ ୟୁନିଟ୍ ସମସ୍ତେ ସମାନ ଆସିବ ତାହେଲେ ଆକୁ ମୁଁ କଣ କରିବି 10 ରେ ଗୁଣିଦେବି ବୁଝିପାରିଲେ 10 ରେ ଗୁଣିଦେବି 10 ରେ ଗୁଣିଲେ କଣ ହବ ନା ମୋର 10 ରେ ଗୁଣୁଛି ତାହେଲେ ମୋ ରିମାଇଣ୍ଡର ସରି ୟୁନିଟ୍ କଣ ଆସିବ ୟୁନିଟ୍ କଣ ଆସିବ 0 ଆସିବ କେତେ ଆସିବ 0 ଆସିବ ଯଦି ମୁଁ ମନେକର କହିଥାନ୍ତି 100 ନ ହେଇକି କଣ ହେଇଥିବ ନା 105 ହେଇଥିବ କେତେ ହେଇଥିବ 105 ବୁଝିପାରିଲେ କେତେ ହେଇଥିବ 105 ହେଇଥିବ ତା ଅର୍ଥ ଭାଇ ମାନେ ୟାକୁ ତ 10 ଥର କାଢିବି ପୁଣି ଥରେ କଣ କାଢିବି ନା ଏଇଠି ଏତକ ପୁଣି ଥରେ କାଢିବି ବୁଝିପାରିଲେ ୟାକୁ ତ 10 ଥର କାଢିବି ପ୍ଲସ୍ ଏଇଠୁ ମାନେ କଣ ପାଇଁ 101 102 103 104 105 ପୁଣି କଣ କରିବି ନା 5ଟା କାଢିବାକୁ ପଡିବ 100 ଯାକ କାଢିଦେଲେ ତାକୁ ପୁଣି ଥରେ 5ଟା କାଢିବାକୁ ପଡିବ ତାହେଲେ ଭାଇ ମାନେ ଦେଖନ୍ତୁ ତାହେଲେ ଏତକ ସବୁ କାଢିଦେଲେ ମୋର କେତେ ଶୂନ ବାହାରି କେବଳ ଏଇ 5ଟା କାଢିବାକୁ ପଡିବ ବୁଝିପାରିଲେ ନା 1 ହେଲେ 1 2 ର ପାୱାର 7 ହେଲେ 7 କୁ 4 ରେ ହରନ୍ତୁ କେତେ 3 ବଢୁଛି 3 ବଢିଲା ମାନେ କେତେ ହେଇଯିବ ନା 8 ହେଇଯିବ ତେବେ 3 ର ପାୱାର 3 ବଢୁଛି 3 ବଢିଲେ କେତେ ହେଇଯିବ ନା 7 ହେଇଯିବ 4 ର ପାୱାର ଯେତେବେଳେ ଅଡ ଅଛି କେତେ ହେଇଯିବ 4 ହେଇଯିବ ତାର କଣ 5 ତାହେଲେ ଦେଖିଲ ଭାଇ ମାନେ 8 1 9 9 7 16 16 4 20 20 5 25
यूनिट केते आसीबो 5 आसी बुझिबाले यूनिट का आसीबो 5 आसी बुझिबाले ना बुझियो तो एई बळे ना आपण माने जे कोनोसी ओटे सीरीज रो यूनिट जेटी का जदि एथिरे भी किछि डाउट अछि हमर डिस्क्रिप्शन रे हमर टेलीग्राम ग्रुप रे लिंक दे अछि आपण माने सेते आपण डाउट पछै पारिबे ठीक अछि हमरा ई क्वेश्चन हम एबे क्वेश्चन करिथिले देखंतु कोन कहै छै 1 नंबर डिवाइड बाय 56 रिमाइंडर केते 29 व्हाट इज द नंबर 1 डिवाइड बाय केते 8 एने से वाला क्वेश्चन करथिले तो ए रो गोटे नंबर तो 56 ने डिवाइड करले रिमाइंडर केते होछि ना रिमाइंडर होछि केते ना 29 होछि तो सेही ए नु जेतल मु कहै 8 रे भाग करबी रिमाइंडर केते पचारछि तो सब बेले मु कहै जेई जो क्वेश्चन हेतिबो ए 8 टा कोन हेतिबो तो 56 ने सब 8 रे मल्टीपल हेतिबो तो रिमाइंडर केन करबी 29 को 8 रे हरि देबी 29 को 8 रे हरि रिमाइंडर केते हरो 8 की 24 24 रे केते हरियो ना 5 हरियो केते ऑप्शन नंबर 2 इज करेक्ट आंसर बुझियो कि ऑप्शन नंबर बी इज करेक्ट आंसर सेम क्वेश्चन what is same type of question वाला क्वेश्चन रे चलो नंबर 52 द्वारा भाग करले 45 बाहर अछि तो से नंबर को कोन करबी ना 13 द्वारा भाग करबी सेमति क्वेश्चन रे नंबर n अछि ताको 52 द्वारा भाग करले रिमाइंडर को केते बाहर अछि रिमाइंडर बाहर अछि 45 तो सेही नंबर को मैं 13 द्वारा भाग करबी तो मो रिमाइंडर केते बाहरियो तार को कोन करबी सबले कोन जेई नंबर टा एटा गोटे कोन मल्टीपल हेइथो तो 45 को 13 रे हरि देबी 45 को 13 हरले मो भाग केते बाहरियो 33 39 रिमाइंडर बाहरियो 6 बुझिबले रिमाइंडर केते बाहरियो 6 बाहरिबो ଏଇଭଳି କ୍ୱେଶ୍ଚିନ୍ ସବୁବେଳେ ଆପଣ ଆଖି ବୁଝିକି ଯାହା ବି ରିମାଇଣ୍ଡର ଦେଇଥିବ ସେ ରିମାଇଣ୍ଡର କଣ କରିବେ ଆପଣ ମାନେ ନା ସେଇ ରିମାଇଣ୍ଡରକୁ ହରିବେ କାହା ଦ୍ୱାରା ନା ଯୋଉ ଦେଇଥିବ ଏଇଟାକୁ ଭାଗ କଲେ ହେଲା ବୁଝିପାରିଲେ ଆଉ ଗୋଟେ କ୍ୱେଶ୍ଚିନ୍ ଆସିଲା क्वेश्चन कौन ଦେଇଛି ନା 7 ର ପାୱାର 19 ପ୍ଲସ 2 ତ 6 ଦ୍ୱାରା ଡିଭାଇଡ୍ କଲେ ରିମାଇଣ୍ଡର କଣ ଆସିବ ତ ମୁଁ ଆପଣଙ୍କୁ କହିଥିଲି ଏଇଟାରେ ମୁଁ କହିଥିଲି ଏଇଟା ବହୁତ ସହଜ 19 ପ୍ଲସ 2 କି ଯଦି ମୁଁ 6 ଦ୍ୱାରା ଭାଗ କଲେ ଭାଗ ମୋର କଣ ଆସିବ ତ ଭାଇ ମାନେ ମୁଁ କହିଥିଲି ଯେତେବେଳେ ମୁଁ କଣ କରିବି ନା 50 ପ୍ଲସ 30 କୁ କାହା ଦ୍ୱାରା ଭାଗ କରୁଥିଲି ନା 9 ଦ୍ୱାରା ଭାଗ କରୁଥିଲି ତାହେଲେ ମୋର ଦେଖେ 50 କୁ 9 ଦ୍ୱାରା ଭାଗ କଲେ କେତେ ଭାଗ ଭାଗ ଆସିବ କେତେ ଆସିବ 9 5 45 ଏଠି ଆସିଲା ଭାଗ ଆସିଲା 5 ଆଉ 30 କୁ 9 ଦ୍ୱାରା ଭାଗ କଲେ କେତେ 3 ତାହେଲେ ଭାଗ ଆସିଲା ଟୋଟାଲ କେତେ ଆସିବ ପ୍ଲସ 3 ଭାଗ ଆସିଲା 8 ବୁଝିପାରିଲେ ଭାଗ କେତେ ଆସିଲା 8 ଯଦି ମୁଁ ମିଶେଇ କଲେ 80 କି ଯଦି ମୁଁ 9 ରେ ହରିଦେବି ତ 9 ଟା 72 72 ରେ ସେଇ ରିମାଇଣ୍ଡର କେତେ ଆସିଲା 8 ଆସିଲା ତା ତ ଭାଇ ମାନେ ମୁଁ କହିପାରିବି 7 ର ପାୱାର 19 ପ୍ଲସ 2 କୁ 6 ରେ ଭାଗ କରିବି ତାହେଲେ ମୁଁ ଗୋଟେ କଥା କହିପାରିବି ତାହେଲେ ଏଠି ତ ମୋ ରିମାଇଣ୍ଡର କେତେ 2 ଆସିବ ତାହେଲେ 7 ର ପାୱାର 19 କୁ ଯଦି ମୁଁ କେତେ 6 ରେ ଭାଗ କଲେ ମୋ ରିମାଇଣ୍ଡର କେତେ ଆସିବ ତାହେଲେ ମୁଁ ଗୋଟେ କଥା କହିଥିଲି ଭାଇ ମାନେ x ପ୍ଲସ 1 ଯଦି ମୁଁ x ରେ ଡିଭାଇଡ କରିବି ତା ପାୱାର n ଥିବ ତାହେଲେ ମୋ ରିମାଇଣ୍ଡର ସବୁବେଳେ କେତେ ଆସିବ ନା ରିମାଇଣ୍ଡର ଆସିବ 1 ର ପାୱାର n ଠିକ ଅଛି 1 ଆସିବ କେତେ ଆସିବ 1 ଆସିବ ତ ଦେଖିଲେ ଏଇଟା ମୁଁ ଏମିତି ଲେଖିବି 6 ପ୍ଲସ 1 ର ପାୱାର କେତେ 19 ଡିଭାଇଡ ବାଇ କେତେ 6 ତାହେଲେ ଏଠୁ ଆସିଲା ରିମାଇଣ୍ଡର 1 ଏଠି ଆସିଲା 1 ଏଠି 2 ତାହେଲେ ଟୋଟାଲ ରିମାଇଣ୍ଡର କେତେ ହେଇଗଲା 3 ହେଇଗଲା କହିଛି ଭାଇ ମାନେ ଏ ଯୋଉ এই কনসেপ্টটা ଆପଣ ସମସ୍ତଙ୍କୁ କହିଛି ଯୋଉମାନେ ବି କ୍ଲାସ ନ କରିଛନ୍ତି ଭାଇ ମାନଙ୍କୁ ଅନୁରୋଧ କି ଯାଇକି କ୍ଲାସ କରିନେବେ ଠିକ ଅଛି ନହେଲେ ଆପଣ ମାନେ କିଛି ବି ବୁଝିପାରିବେନି ଦେଖନ୍ତୁ ସେଇଭଳି ଆଉ ଗୋଟେ କ୍ୱେଶ୍ଚିନ୍ ଆସିଲା କଣ କହିଛି କ୍ୱେଶ୍ଚିନ୍ ରେ 17 ପାୱାର 200 ଯଦି କଣ ମୁଁ 18 ଦ୍ୱାରା ଡିଭାଇଡ କଲି ରିମାଇଣ୍ଡର କେତେ ଆସିବ କଣ ଦେଇଛି ନା 17 ପାୱାର 200 କୁ ଯଦି 18 ଦ୍ୱାରା ଡିଭାଇଡ କଲି ସେଇଭଳି ଆମେ ଗୋଟେ କଣ କରି 18 ମାଇନସ 1 ର ପାୱାର କେତେ ହେଇଯିବ 18 ମାଇନସ 1 ର ପାୱାର ହେଇଯିବ କେତେ 200 ଡିଭାଇଡ ବାଇ କେତେ 17 ତାହେଲେ ମୋ ରିମାଇଣ୍ଡର କେତେ ଆସିବ ମାଇନସ 1 ର ପାୱାର 200
ତାହେଲେ କେତେ ହବ ମୋର ନା 1 ହବ। ଯଦି ଅପସନ ନାହିଁ ତାହେଲେ କଣ ଅପସନ ଆନ୍ସର ହେଇଯିବ କେତେ ନା 1 ହେଇଯିବ ଆନ୍ସର। ଠିକ ଅଛି, ଆନ୍ସର କେତେ ହେଇଯିବ 1 ହେଇଯିବ। ବୁଝିପାରିଲେ ନା ବୁଝିପାରିଲେ କଣ ପାଇଁ ମୁଁ କହିଥିଲି x ମାଇନସ b କୁ ଯଦି ମୁଁ n ତା ପାୱାର n ଅଛି x ଡିଭାଇଡ କରିବି ତାହେଲେ ମୋ ରିମାଇଣ୍ଡର କେତେ ଆସିବ ନା ମାଇନସ b ର ପାୱାର n। କହିଥିଲି ମଧ୍ୟ କଣ ନା x ମାଇନସ 1 ର ପାୱାର ଯଦି n କୁ ମୁଁ କଣ କରିବି ନା x ରେ ଡିଭାଇଡ କଲି ମୋ ରିମାଇଣ୍ଡର କଣ ଆସିବ 1 ଅଛି ଏଥିରେ n କଣ ହେଇଥିବ ନା ଇନଫିନି ହେଇଥିବ ଆଉ କଣ ଆସିବ ମାଇନସ 1 ସହିତ କଣ ହେଇଥିବ ନା n ଅଡ ହେଇଥିବ। ବୁଝିପାରିଲେ ସମସ୍ତଙ୍କୁ ଏଇଟା କୁହାଯାଇଥିଲା। ଯଦି ବି ଏବେ ଏହା ପରେ କିଛି ଡାଉଟ ଥାଏ ଆପଣ ମାନେ ଡାଇରେକ୍ଟଲି ଆମ ଟେଲିଗ୍ରାମ ର ଡିସ୍କସନ ଗ୍ରୁପ ରେ ଯାଇ ଡେସ୍କ୍ରିପସନ ଲିଙ୍କ ଦେଇ ସେଠୁ ଯାଇକି ଆପଣ ପସନ୍ଦ। ଠିକ ଅଛି, ତାପରେ କ୍ୱେଶ୍ଚନ ଦେଖନ୍ତୁ କଣ ଦେଇଛି n ଇଜ ନ୍ୟାଚୁରାଲ ଅର୍ଡର ଡିଭିଜିବଲ ବାଇ କେତେ ଦେଖନ୍ତୁ ଏଇଟା ମଧ୍ୟ କହିଥିଲି ଆପଣମାନଙ୍କୁ। କଣ କହୁଛି କ୍ୱେଶ୍ଚନ ରେ 2 ର ପାୱାର କେତେ 3n 4 ର ପାୱାର ହଉଛି କେତେ 2n। ଯେତେବେଳେ କଣ କଲ n ଗୋଟେ ନ୍ୟାଚୁରାଲ ନମ୍ବର ସବୁବେଳେ କାହା ଦ୍ୱାରା ଡିଭିଜିବଲ ମୁଁ କହିଥିଲି ଆପଣଙ୍କୁ ଭାଇ ମାନେ a ର ପାୱାର n ଥିବ ମାଇନସ b ର ପାୱାର n ଥିବ ଏ ସବୁବେଳେ କାହା ଦ୍ୱାରା ଡିଭିଜିବଲ a ପ୍ଲସ b ଆଉ କା a ମାଇନସ b ଏତି ଜଣ ଦ୍ୱାରା କଣ ହେଇଥିବେ ଡିଭିଜିବଲ। ତ କିନ୍ତୁ ଏଠି ଦିଟା ସମାନ ନାହିଁ ତେଣୁ ମୁଁ ସମାନ କରିବି କେମିତି ସମାନ କରିବି 2 ର ପାୱାର 3 ତାର ପାୱାର 2n କରିପାରିବି ମାଇନସ କେତେ 4 ଟୁ ଦ ପାୱାର କେତେ 2n କରିପାରିବି। ତାହେଲେ ଦେଖିଲେ ମୋର ଏଟା କେତେ ହେଲା 8 ର ପାୱାର କେତେ 2n ମାଇନସ 4 ର ପାୱାର 2n ଏମିତି ହେଇଗଲା ହେଇଗଲା ହେଇଗଲା। याକୁ ମୁଁ n ଖାଲି n ମଧ୍ୟ କରିପାରିବି କେତେ ଖାଲି n ମଧ୍ୟ କରିପାରିବି କେତେ କରିବି 2 ର ପାୱାର 6 ତାର ପାୱାର n ମାଇନସ 4 ର ପାୱାର 2 ରେ ତାର ପାୱାର n ତାହେଲେ ମୋର 2 ର ପାୱାର 6 ହେଲେ କେତେ ହେଇଯିବ ନା 64 64 ର ପାୱାର n ମାଇନସ 16 ର ପାୱାର n। ତାହେଲେ ଦେଖିଲେ ୟାର ଗୋଟେ ଫ୍ୟାକ୍ଟର କିଏ ଆସିବ 64 ମାଇନସ 16 ଗୋଟେ ଆସିବ ଆଉ ଗୋଟେ ଆସିବ କି 64 ପ୍ଲସ 16। ଦେଖିଲେ 64 ମାଇନସ 16 କେତେ ହେଇଗଲା 48 64 ପ୍ଲସ 16 ହେଇଗଲା କେତେ 80। ହେଲେ 80 ତ ନାହିଁ 48 ହେଇଯିବ କରେକ୍ଟ। ବୁଝିଗଲା ସମସ୍ତଙ୍କୁ ଗୋଟେ କୁହାଯାଇଛି ଆଇ ହୋପ କି ସମସ୍ତେ ବୁଝିପାରୁଥିବେ। ଦେଖନ୍ତୁ ତାପରେ କ୍ୱେଶ୍ଚନ କହିଛି କଣ କହିଛି ଦେଖନ୍ତୁ କ୍ୱେଶ୍ଚନ ରେ କହିଛି ଯଦି ଭାଇ ମାନେ ଆମ ସବସ୍କ୍ରାଇबर ଯୋଉଦିନ 1000 ହେଇଛି ସେଦିନ ଆମେ ଲାଇଭ କ୍ଲାସ ନବା ଲାଇଭ କ୍ଲାସ ବିଷୟରେ ଆମେ କଣ କରିବା ନା ଡିସ୍କସନ କରିବା ବିଭିନ୍ନ ପ୍ରକାର କ୍ୱେଶ୍ଚନ। ତ ମୁଁ ସମସ୍ତଙ୍କୁ ଅନୁରୋଧ କି ଆପଣ ମାନେ ଟିକେ ସପୋର୍ଟ କରିଥାନ୍ତୁ ଆମମାନଙ୍କୁ ଆପଣଙ୍କ ଫ୍ରେଣ୍ଡ ସର୍କଲରେ ଟିକେ ଭିଡିଓ ସେୟାର କରିଦିଅନ୍ତୁ। କଣ ଦେଇଛି କ୍ୱେଶ୍ଚନ ରେ 9 ର ପାୱାର 6 ମାଇନସ 11 9 ର ପାୱାର 6 ମାଇନସ କେତେ 11 କୁ ମୁଁ କାହା ଦ୍ୱାରା ଡିଭାଇଡ କରିବି ନା 8 ଦ୍ୱାରା ଡିଭାଇଡ 8 ଦ୍ୱାରା ଡିଭାଇଡ କରିବି ମୋ ଭାଗଶେ କଣ ଆସିବ ତାହେଲେ ଭାଇ ମାନେ ମୁଁ ଏଠି ଭାଗଶେ କେତେ ଆସିବ ନା 3 ଆସିବ ମାଇନସ ଏଠି କେତେ ଆସିବ ନା 1 ଆସିବ। କଣ ପାଇଁ 1 ଆସିବ 8 ପ୍ଲସ 1 ର ପାୱାର କେତେ ଅଛି 6 ଅଛି ମୁଁ 8 ଧରିଲି ତ ରିମାଇଣ୍ଡର କେତେ ଆସିବ 1 ଆସିବ। ଏଠି ଆସିଲା 1 ଏଠି ଆସିଲା ମାଇନସ 3 ଟୋଟାଲ କେତେ ହେଲା ମାଇନସ 2। ଏଇଟା ହଉଛି ଗୋଟେ କଣ ନେଗେଟିଭ ରିମାଇଣ୍ଡର ବୁଝିହଉଛି ଏଇଟା ହଉଛି କଣ ନେଗେଟିଭ ରିମାଇଣ୍ଡର ବୁଝିପାରିଲେ ହଁ ନେଗେଟିଭ ରିମାଇଣ୍ଡର ନେଗେଟିଭ ରିମାଇଣ୍ଡର ଆସିବ ଗୋଟେ ଅପସନ ନାହିଁ ଭାଇ ମାନେ 6 କରିଦିଅ ଏଇଟା ନେଗେଟିଭ ରିମାଇଣ୍ଡର ଯଦି ନେଗେଟିଭ ରିମାଇଣ୍ଡର ବାହାରିବ ତାହେଲେ ପଜିଟିଭ ରିମାଇଣ୍ଡର କଣ କରିବା 8 ମାଇନସ ସେଇଟା କେତେ ହେଇଯିବ 6 ବାହାରି ପଡିବ ବୁଝିପାରିଲେ କେତେ ବାହାରି ପଡିବ ନା 6 ବାହାରି ବୁଝିପାରିଲେ ନା ବୁଝିଲେ ସମସ୍ତେ କହିଲେ ନେଗେଟିଭ ରିମାଇଣ୍ଡର କଣ ଆଉ ନେଗେଟିଭ ରିମାଇଣ୍ଡର କେମିତି ବାହାରୁଛି ତାପରେ ଦେଖନ୍ତୁ ମୋ କ୍ୱେଶ୍ଚନ ଏଇଟା ଗୋଟେ ବଢିଆ କ୍ୱେଶ୍ଚନ କହିଛି ଗୋଟେ ଅନେଶ୍ୱତ ଡିଜିଟ ନମ୍ବର ଅଛି ମାନେ ଏମିତି ଅନେଶ୍ୱତ ଡିଜିଟ ନମ୍ବର ଅଛି ଅନେଶ୍ୱତ ଡିଜିଟ ନମ୍ବର ଅଛି ତ ଦିଟା ଏଣ୍ଡ ରେ କିଏ ଅଛି ନା 2 ଅଛି ଏପାଟେ 2 ଅଛି ଏପାଟେ 2 ଅଛି ତାହେଲେ ଏମିତି ତାହେଲେ କେତୋଟା ସଂଖ୍ୟା ମାନେ କୋଉ ସଂଖ୍ୟାଟା ହେଇଥିବ ତାହେଲେ ଆଉ ଯୋଉ ମଧ୍ୟ ଯୋଉ ନମ୍ବରଟା ଅଛି ସବୁ ସେମ ହେଇଥିବ ମାନେ ବୁଝିପାରିଲେ ନା ବୁଝ ଗୋଟେ ନମ୍ବର ଅଛି ତିନିଟିକା ଚାରିଟି ପାଞ୍ଚଟିକା ନମ୍ବର ଅଛି 2 2
3 4 5 ପାଞ୍ଚଟିକା ନମ୍ବର ଅଛି। ସେ କଣ କଲା କହିଲ ଦିଟା ଏଣ୍ଡ ରେ କଣ ଅଛି ନା 2 ଅଛି। ଆଉ ବାକି ଯୋଉ ଏତେ ତିନିଟା ରହିଲେନି ସବୁ ସମାନ ଅଛି। ସେ କହିଲେ ତାହେଲେ ଏ ଭିତରୁ କେଉଁ ନମ୍ବରଟା ହେଇପାରିବ ଉପାଦାନ। ତ ଭାଇମାନେ ଦେଖିବେ ଆମେ କଣ କରିବା ଏଇ କ୍ୱେଶ୍ଚିନ୍ ନା କଣ କରିବା ନା ଆମେ ଅପ୍ସନରୁ ଚେକ୍ କରିବା। ଦେଖନ୍ତୁ ଭାଇମାନେ ମୁଁ କହିଲି ଗୋଟେ ପାଞ୍ଚଟିକା ନମ୍ବର ଅଛି। ସେଇଟା ମତେ ଅନେଶ୍ୱତ ଡିଜିଟ୍ କାଳେ ଲାଗିବ କଣ ପାଇଁ ନା ଯେହେତୁ ପାଞ୍ଚଟିକା ନମ୍ବର ମତେ ଗୋଟେ କଣ ଇଏ ଅଡ୍ ଡିଜିଟ୍ ନମ୍ବର ଅଡ୍ ଡିଜିଟ୍ ନମ୍ବର ଆଉ ଅନେଶ୍ୱତ ମଧ୍ୟ କଣ ଗୋଟେ ଅଡ୍ ଡିଜିଟ୍ ନମ୍ବର ତ ସେମ୍ ଆସିବ। ତ ଦେଖନ୍ତୁ ଭାଇମାନେ ଯଦି ମୁଁ ଗୋଟେ 1 1 1 ନେଲି ତାହେଲେ ଦେଖନ୍ତୁ ମୁଁ ଯଦି 11 ଡିଭିଜନ କଲି 2 3 ଇଏ 2 ତାହେଲେ 2 3 ମିଶିଲେ 4 ହବ ପ୍ଲସ୍ ଏଇ ଯୋଉ ବାକି ରହିଗଲା କେତେଟା ଡିଜିଟ୍ ନା ଦିଟା ଡିଜିଟ୍ ପଳେଇଲା ଆଉ ରହିଗଲା କେତେ 97 97 ବାଇ 2 ମାନେ କେତେ ହେଇଗଲା ଆପଣଙ୍କର 48 48 ଡିଜିଟ୍ ରହିବ ଗୋଟିଏ ସମ୍ ରେ ଆଉ ଗୋଟେ ରହିବ ଆଉ ଗୋଟେ ବୁଝିପାରିଲେ ନା ବୁଝିପାରିଲେ ମତେ ଲାଗୁଛି ଆପଣ ମାନେ କେହି ବୁଝିପାରିବେ ମୁଁ ଆଉ ଥରେ ବୁଝଉଛି ଯାଉଛି ସେ କହିଲା ଗୋଟେ ଅନେଶ୍ୱତ ଡିଜିଟ୍ ନମ୍ବର ଅଛି କିନ୍ତୁ ଅନେଶ୍ୱତ ଡିଜିଟ୍ ନମ୍ବର ଅଛି ଯାହାର ଲାଷ୍ଟ ଏଣ୍ଡ ର ଅଛି 2 ଆଉ ଫାଷ୍ଟ ଏଣ୍ଡ ର ଅଛି ମଧ୍ୟ 2 ବୁଝିପାରିଲେ ସେ କହିଛି ସେ ନମ୍ବରଟା କଣ କହିଲେ ଆଉ ଏଇ ଯୋଉ ମଝିରେ ଯୋଉ ନମ୍ବରଟା ଅଛି ମଝିରେ ଯୋଉ ନମ୍ବରଟା ଅଛି ସେଗୁଡିକ ମଧ୍ୟ ଡିଜିଟ୍ ଗୁଡିକ ସେମ୍ ତାହେଲେ ସେ କଣ କହିଛି କ୍ୱେଶ୍ଚିନ୍ ରେ ତ ଯେ ମଝିରେ ଡିଜିଟ୍ ଗୁଡିକ ସେମ୍ ଆଉ ସେ ନମ୍ବରଟା କଣ ନା 11 ଦ୍ୱାରା ଡିଭିଜିବଲ 11 ଦ୍ୱାରା ଡିଭିଜିବଲ ତା ଅର୍ଥ ଏହା କହିପାରିବା ତାହେଲେ ମୁଁ କଣ କହିବି ଦେଖନ୍ତୁ 11 ଦ୍ୱାରା କହିଥିବ ନା ଡିଭିଜିବଲ ହେଇଥିବ ସେ କଣ କହିଥାନ୍ତି ସେ ଯୋଉ ମଝିରେ ଥିବା ନମ୍ବର ଗୁଡିକ କେତେ ବୁଝିପାରିଲେ ତାହେଲେ ଭାଇ ମାନେ ଦେଖିଲେ ଯଦି ମୁଁ ଗୋଟେ 5 ଟିକା ଡିଜିଟ୍ ନମ୍ବର ନେଲି 5 ଟିକା ନମ୍ବର କେତେଟା 5 ଟିକା ନମ୍ବର ନେଲି ଆଉ ଗୋଟେ 7 ଟିକା ନମ୍ବର ନେଲି ହେଲା 7 ଟିକା ନମ୍ବର ନେଲି ଏଠି ଅଛି 2 ଏଠି ଅଛି 2 ମନେକର ମୁଁ କଣ କହିଲି ମନେକର ଏଠି x ଅଛି ଏଠି x ଅଛି ଏଠି x ହେଲା ଏଠି x ଅଛି ତା ଅର୍ଥ ମୁଁ କଣ କରିବି 2 ପ୍ଲସ୍ x ପ୍ଲସ୍ 2 ତାହେଲେ କେତେ ହେଲା 4 ପ୍ଲସ୍ x ମାଇନସ୍ କଣ 2x ଇଏ କଣ ହବା ଦରକାର 0 କିମ୍ବା 11 ଦ୍ୱାରା ଡିଭିଜିବଲ ହେବା ଦରକାର ସେମିତି ମୁଁ ଯଦି ଏଠି 2 ନେଲି ଏଠି ଲାଷ୍ଟ ଏଣ୍ଟର 2 ନେଲି ଏଠି y ରହିଲା ଏଠି y ରହିଲା ଏଠି y ରହିଲା ଏଠି y ରହିଲା y ରହିଲା ତାହେଲେ ମୋର କେତେ ହେଲା 2 ପ୍ଲସ୍ କେତେ ନା 2 ପ୍ଲସ୍ y ପ୍ଲସ୍ 2y ପ୍ଲସ୍ କେତେ 2 ତାହେଲେ କେତେ ହେଇଗଲା ମୋର ଭାଇ ମାନେ ତାହେଲେ ମୋର ହେଲା 4 ପ୍ଲସ୍ କେତେ 2y ମାଇନସ୍ କେତେ 3y ହେଇଗଲା ବୁଝିପାରିଲେ 4 କଣ ପାଇଁ ନା ମଝିରେ ରହିଲା ତ କେତେଟା ନମ୍ବର ମଝିରେ ରହିଲା କେତେଟା 5ଟା ନମ୍ବର ଏଠି ମଝିରେ ରହିଲା କେତେଟା ନମ୍ବର 3ଟା ନମ୍ବର ସେମିତି ଅନ୍ୟ କେତେଟା ଡିଜିଟ୍ ନମ୍ବରରେ ଦିଟା ତ 2 ରହିଗଲା ଆଉ ରହିଲା 97ଟା ଡିଜିଟ୍ କଣ ମଝିରେ ରହିଲା 97ଟାକୁ ଦେଖନ୍ତୁ ଏଠି ଯେମିତି 5 ଟିକାରେ ଗୋଟେ x ମିଶିଲା ଆଉ ଦିଟା 2x ମିଳିଗଲା ଏଠି କେତେ 5ଟାରୁ 2ଟା y ମିଶିଲା 3ଟା y ମିଳିଲା ସେମିତି ଏଥିରେ କଣ ହେଇଥିବ ନା 48ଟା ନମ୍ବର ମିଶିଥିବ ଆଉ କଣ 49ଟା ନମ୍ବର କଣ ହେଇଥିବ ଫେଡି ହେଇଛି ବୁଝିପାରିଲେ 11 ଦ୍ୱାରା ଡିଭିଜିବଲ ହବା ପାଇଁ ତା ଅର୍ଥ ମୁଁ କଣ କହିଲି 4 ପ୍ଲସ୍ 48 48 x ମୁଁ ଗୋଟେ ନମ୍ବର x ରଖା ମାଇନସ୍ 49 x ଇଜିକାଲ ଟୁ କଣ ହେଇଥିବା ଦରକାର 11 और 0 ହେଇଥିବା ଦରକାର ବୁଝିପାରିଲେ 11 और 0 ତାହେଲେ କେତେ ହେଲା ମୋର 4 ମାଇନସ୍ x ଯଦି ମୁଁ 0 ନେଲି ଯଦି ମୁଁ 0 ନେଲି ତାହେଲେ x ମୋର କେତେ ବାହାରି ପଡିବ 4 ତାହେଲେ ପ୍ରତ୍ୟେକ ଡିଜିଟ୍ କଣ ହେଇଥିବା ଦରକାର 4 ହେଇଥିବା ଦରକାର ବୁଝିଗଲା ସମସ୍ତଙ୍କୁ या ପରେ ଯଦି ଆପଣଙ୍କର ଡାଉଟ୍ ଅଛି ତାହେଲେ ଆପଣମାନେ ଆମର ଟେଲିଗ୍ରାମ ଡିସ୍କସନ ଗ୍ରୁପରେ ଯାଇ ଡାଇରେକ୍ଟ ପଚାରିବେ ସେଠୁ ମଧ୍ୟ ଆପଣ ବୁଝିପାରିବେ ଠିକ ଅଛି ମୁଁ ହୋପ୍ କରୁଛି ୟା ପରେ ଆଉ କାହା ଡାଉଟ୍ ନଥିବ କାରଣ ମୁଁ ଦିଟା ଏକ୍ସାମ୍ପଲ ନେଲି 5 ଆଉ 7 5 ଟିକା ନମ୍ବର 7 ଟିକା ନମ୍ବର ହେଇଥିଲେ ଏଥିରେ କଣ ହେଲା ଦିଟା ନମ୍ବର ଗୋଟେ ନମ୍ବର ମିଶିଲା କାହା ସହିତ 4 ସହିତ ଦିଟା ଖେଳିଗଲା 5 ଟିକା ଯେହେତୁ 5ଟା ନମ୍ବର ରହୁଛି ମଝିରେ ଦିଟା ମିଶିବ 4 ସହିତ ତିନିଟା ଖେଳି ହବ ବୁଝିପାରିଲେ ସହଜ କ୍ୱେଶ୍ଚିନ୍ ଟା ଦେଖନ୍ତୁ କଣ କହିଛି କ୍ୱେଶ୍ଚିନ୍ ରେ ୟୁନିଟ୍ ଡିଜିଟ୍ କଣ ବହୁତ ସହଜ କ୍ୱେଶ୍ଚିନ୍ ଭାଇ ମାନେ 3 ଅଛି ତାହେଲେ 2 3 7 8 ଗୋଟେ କାଟାଗୋରୀ ତାର ପାୱାର ଯାହା ଥିବ 4 ହରିଲି 4 ଟର୍ନ ହରିକି 67 କି 4 ହରିଲି 67 କି 4 ହରିଲେ ମୋ ରିମାଇଣ୍ଡର କେତେ ବଳିବ ରିମାଇଣ୍ଡର ବଳିବ କେତେ ରିମାଇଣ୍ଡର କେତେ ବଳିବ 3 ବଳିବ ତା ଅର୍ଥ 2 1 5 ଏଇଭଳି କ୍ୱେଶ୍ଚିନ୍ ବହୁତ କରାଯାଇଛି ଭାଇ ମାନେ 1 5 1 167 ଅଛି
ମୁଁ ୟୁନିଟ ୟୁନିଟ ୟାକୁ ଦରକାର ନାହିଁ, ୟାକୁ 4 ରେ ମୁଁ ଭାଗ ସେ କେତେ ବଢୁଛି, କାରଣ 4 ଥର ରିପିଟ ହଉଛି, 3 ର ପାୱାର 3 ତାହେଲେ କେତେ ହେଇଯିବ ନା 7 ହେଇଛି ଆପଣ ୟୁନିଟ। କେତେ ହେଇଯିବ 7 ହେଇଛି ଆପଣ ୟୁନିଟ। ବୁଝିଗଲା କେତେ ହେଇଯିବ ନା 7 ହେଇଯିବ ଆପଣ ୟୁନିଟ। ତାପରେ ଦେଖନ୍ତୁ ଏଇଟା ମତେ ବଢିଆ କ୍ୱେଶ୍ଚନ ଟା, digit in the unit place of the product। ତାହେଲେ ଆକୁ ଗୁଣିଲା ପରେ ତାହେଲେ କୋଉ ଡିଜିଟ ରହିବ, ୟୁନିଟ ଡିଜିଟ। ତ ଭାଇ ମାନେ ଏଇଟା ଆଖି ବୁଝି ଆପଣ କେତେ କରିବେ ନା 0 କହିବେ। କଣ ପାଇଁ କହିଲି ଦେଖନ୍ତୁ, କହିଥିଲି ଏବେ କହିଥିଲି 81 ଅଛି, 82 ଅଛି, କେତେ 83 ଅଛି, 84 ଅଛି, 85 ଅଛି, ତାପରେ କେତେ 99 ଅଛି। ତ ଭାଇ ମାନେ ଗୋଟେ 2 ଅଛି, ଗୋଟେ 5 ଅଛି, ତ ଗୁଣିଲେ କେତେ ହେଇଯିବ ନା 0 ହେଇଯିବ। ବୁଝିପାରିଲେ କେତେ ହେଇଯିବ 0 ହେଇଯିବ। ତାପରେ କ୍ୱେଶ୍ଚନ ଟା କଣ, ବହୁତ ସ୍ପିଡ କରିବାକୁ ପଡିବ ଭାଇ। କମ୍ପିଟିସନ ଯେତେ ହାର୍ଡ ହେଲାଣି ନା ଆପଣ ବହୁତ ସ୍ପିଡ କରିବାକୁ ପଡିବ। क्वेश्चन रे कहला यूनिट डिजिट इन द प्लेस ऑफ प्रोडक्ट, चल यार यूनिट डिजिट केते हो। तो भाई मान देखुंती या किछ दरकार नै मोर, दरकार नै। 4 ର ପାୱାର କଣ ଅଛି, ଯଦି ଅଡ ଅଛି 4 ଆସିବ, 5 ର ପାୱାର ଯାହା ବି ଅଛି କେତେ ଆସିବ 5 ଆସିବ, ଏଠି 1 ର ପାୱାର ଅଛି 1 ଆସିବ, ତାହେଲେ କେତେ ହେଇଯିବ ନା 0 ହେଇଯିବ ୟୁନିଟ ଡିଜିଟ। ବୁଝିପାରିଲେ କଣ ହେଇଯିବ 0 ହେଇଯିବ ମୋର ୟୁନିଟ ଡିଜିଟ। ତାପରେ ଦେଖନ୍ତୁ ଏବେ ସହଜ କ୍ୱେଶ୍ଚନ ଟା, ସମସ୍ତଙ୍କୁ କହିଥିଲା କନସେପ୍ଟ ସମସ୍ତେ ପଢିଥିଲେ ଭାଇ ମାନେ, ଯୋଉମାନେ କ୍ଲାସ ନ କରିଛନ୍ତି ପୁରୁଣା କ୍ଲାସ କି ଯାଇ କରିନିଅନ୍ତୁ କ୍ଲାସ ଟା। क्वेश्चन को देला ना यूनिट डिजिट ऑफ द सम, मतलब यूनिट डिजिट ऑफ द सम एतिकी। 4 ର ଯାହା ବି ଅଛି କଣ ଅଛି, ଯେହେତୁ ଏଠି କଣ ଅଛି ନା ଇଭିନ ଅଛି, ତାହେଲେ କେତେ ହବ 6 ହବ, ଏଠି ଅଡ ଅଛି ମାନେ 4 ହବ, ତାହେଲେ କେତେ ହେଇଯିବ 10 ହେଇଯିବ, ୟୁନିଟ କେତେ ହେଇଯିବ 0 ହେଇଯିବ। ବହୁତ ସହଜ କ୍ୱେଶ୍ଚନ ରହିଲା, ବହୁତ ସହଜ କ୍ୱେଶ୍ଚନ। ये बहुत सहज क्वेश्चन है। प्रायतः यूनिट डिजिट पे बहुत क्वेश्चन आते हैं एग्जाम में। କେତେ ହବ କେତେ ହବ ଦେଖିଲେ ଭାଇ ମାନେ, କେତେ ହବ 0 ହବ। କଣ ପାଇଁ ଗୋଟେ 5 ଅଛି ଗୋଟେ 8 ଅଛି, 5 × 40 ହେଲେ କେତେ ହବ 0 ହବ। ଯଦି 5 ଥିବ ଆପଣ ମାନେ ଆଖି ବୁଝି ଦେଖିଦେବେ ତାହେଲେ ୟୁନିଟ କେତେ 5 କିମ୍ବା 0 ହବ। ଯଦି ଗୋଟେ କଣ ଥିବ ନା 2 ମାନେ ଯୋଉ ୟୁନିଟ ଗୋଟେ ଇଭିନ ନମ୍ବର ଥିବ ତାହେଲେ 0 ହେଇଯିବ, ଯଦି କିଛି ଇଭିନ ନମ୍ବର ନଥିବ ତାହେଲେ କଣ ହବ 5 ହେଇଯିବ। ବୁଝିହଉଛି କଣ ହେଇଯିବ 5 ହେଇଯିବ। ବୁଝିପାରିଲେ ଆଉ ଦେଖନ୍ତୁ ଏଇଟା ଗୋଟେ ଭଲ କ୍ୱେଶ୍ଚନ। ସେ କହିଲା ଏଥିମଧ୍ୟରୁ which of the following is completely divisible by 19। ଏଥିମଧ୍ୟରୁ କୋଉ ନମ୍ବରଟା ଅଛି ଯୋଉଟାକି 19 ଦ୍ୱାରା ଡିଭିଜିବଲ। ତାହେଲେ ମୁଁ କହିଥିଲି ଆପଣମାନଙ୍କୁ ଯେ 12 72 ଏମାନଙ୍କର ଡିଭିଜିବଲ ରୁଲ ପଢଉଥିଲି, କଣ କହିଥିଲି ଗୋଟେ ଜିନିଷ, ଯେତେବେଳେ ଦିଟାର ଡିଭିଜିବଲ ରୁଲ ନ ଜାଣିପାରି ତାକୁ କଣ କରିବେ, ଦିଟା ଏମିତି ନମ୍ବରରେ ଭାଙ୍ଗିବେ ଯୋଉ ଦିଟାର ଗୁଣଫଳ ହଉଥିବ 19, ଆଉ ସେମାନଙ୍କର କଣ ହେଇଛି ପରସ୍ପର କୋଅପରେଟ, ତାହେଲେ କେତେ ହେଇଯିବ 11 ଆଉ 9। ଯଦି ସେ ନମ୍ବରଟା 11 ଦ୍ୱାରା ଡିଭିଜିବଲ ଆଉ 9 ଦ୍ୱାରା ଡିଭିଜିବଲ ହୁଏ ତ ସେ ନମ୍ବରଟା କଣ ହେଇଯିବ ନା 19 ଦ୍ୱାରା ଡିଭିଜିବଲ। ତାହେଲେ ପ୍ରଥମେ ଦେଖିବା ସେ ନମ୍ବର ଦିଟା କଣ, ସେ ନମ୍ବରଟା 9 ଦ୍ୱାରା ଡିଭିଜିବଲ ହଉନି। ଦେଖିଲେ ଭାଇ ମାନେ 7 × 21 21, 6 କେତେ 27, ତ ଏଇଟା ଡିଭିଜିବଲ ହଉଛି 9 ଦ୍ୱାରା। କେତେ ହବ 5 5 10 11 11 8 11 8 19, ତାହେଲେ ଏଇଟା ହବ। ଆଉ ଦେଖିଲେ 5 7 କେତେ 12 12 7 କେତେ 12 7 ହଉଛି 19 19 19 ଇଏ ହେଇଯିବ କେତେ 8 19 8 ହେଇଯିବ 27, ଏଇଟା ହେଇପାରେ। ତାପରେ ଦେଖିବା ଏଇଟା 5 6 11 11 9 20 20 20 10 30, ଏଇଟା ବି ନୁହଁ। ତାହେଲେ ଏଇ ଦିଟା ଭିତରୁ ତାହେଲେ ଏଇ ଦିଟା କଣ ହଉଛି ନା 9 ଦ୍ୱାରା ଡିଭିଜିବଲ ହଉଛି। ତାହେଲେ 11 ଦ୍ୱାରା ଡିଭିଜିବଲ ଦେଖିବା, 7 7 14 5 କେତେ 14 5 ହଉଛି 19 19 କୁ କେତେ ଯିବ ନା 8, 19 ରୁ 8 ଗଲେ ହେଇଯାଉଛି କେତେ ନା ଆପଣଙ୍କର 11 ହେଇଯାଉଛି। ତାର ତ ଅପସନ ନମ୍ବର ଏ ହେଇଯିବ କରେକ୍ଟ ଆନ୍ସର। ଦେଖନ୍ତୁ ଭାଇ ମାନେ ଯଦି ଏତେ କ୍ୱେଶ୍ଚିନ ଦେଇଛି କି
এই ଯୋଉ ସଂଖ୍ୟାଟି 19 ଦ୍ୱାରା ଡିଭିଜିବଲ କି ନୁହେଁ ତାହେଲେ ମୁଁ କେମିତି ଜାଣିବି ଯେ ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ ହେଉଥିବ ଆଉ କଣ ନାହିଁ 11 ଦ୍ୱାରା ଡିଭିଜିବଲ ହଉଥିବ। ଦେଖନ୍ତୁ ପ୍ରଥମେ ଦେଖିବି 9 ଦ୍ୱାରା ଡିଭିଜିବଲ ନୁହଁ, କେମିତି ଜାଣି 9 ଦ୍ୱାରା? ନା ସେମାନଙ୍କ ଅଙ୍କ ମାନଙ୍କ ସମଷ୍ଟି ଯଦି 9 ଦ୍ୱାରା ଡିଭିଜିବଲ ହଉଥିବ ତ ଦେଖିଲେ ଭାଇ ମାନେ ଏଇ ଦିଟା ଅପସନ ମୋର କଟିଗଲା କଣ ପାଇଁ? ଯେହେତୁ ଅଙ୍କ ମାନଙ୍କ ସମଷ୍ଟି 9 ଦ୍ୱାରା ଡିଭିଜିବଲ ହଉନି, ଏଇ ଦିଟା 9 ଦ୍ୱାରା ଡିଭିଜିବଲ ହଉଛି। ଯଦି ହେଇଗଲା ପରେ ମୁଁ କଣ କରିବି ନା 11 ଦ୍ୱାରା ଡିଭିଜିବଲ ନାହିଁ ଦେଖୁଛି, ଦେଖିଲି ଏଇ ନମ୍ବରଟା ମୋର 11 ଦ୍ୱାରା ଡିଭିଜିବଲ ହେଇଗଲା, ତା ଅର୍ଥ ଏଇ ଯୋଉ ନମ୍ବରଟା 19 ଦ୍ୱାରା ଡିଭିଜିବଲ ହେଇଗଲା। ବୁଝିଗଲେ? এটা ବହୁତ ସହଜ କୋଶ୍ଚିନ୍‌ଟା ପଚାରିଛି କଣ? ସମସ୍ତେ ପ୍ରାଇମ୍ ନମ୍ବର ବିଟୁଇନ୍ 58 ରୁ 68, 58 ରୁ 68 ଭିତରେ କେତେଟା ପ୍ରାଇମ୍ ନମ୍ବର ଅଛି? କିଏ ହବ ଗୋଟେ? ଗୋଟେ ହବ 59, ଗୋଟେ ହବ କେତେ 61, ଗୋଟେ ହବ କେତେ 67। ବୁଝିଗଲେ? କେତେ ହବ? ଦେଖିଲେ 9 1 କେତେ 10 10 17, କେତେ ହେଇଯିବ 7। ବହୁତ ସହଜ ଜିନିଷ, ବହୁତ ସହଜ କୋଶ୍ଚିନ୍। ତାପରେ ସେଇଭଳି ଗୋଟେ କୋଶ୍ଚିନ୍ ଦେଖନ୍ତୁ। तो कहते हैं लार्जेस्ट नंबर ऑफ 4 डिजिट एग्जैक्टली डिविजिबल बाय 28 तार एग्जैक्टली डिविजिबल होता ए भितर लार्जेस्ट 4 डिजिट नंबर की तार भाई मैंने गोटे जिंस कहले 28 तार डिविजिबल जेमि 19 तो कहली କିନ୍ତୁ 28 तार डिविजिबल केमति हो जदी से नंबर दिला कोन 11 और 8 तार डिविजिबल होती बुझि पाले 11 और 8 तार डिविजिबल होतिबो ताले से नंबरटा कोन कहि पारि से नंबरटा का तार डिविजिबल 28 तार डिविजिबल होची ମୁଁ କହିପାରିବି। ଦେଖନ୍ତୁ ଏମିତି କୋଉ ନମ୍ବରଟା 28 ଟା ଡିଭିଜିବଲ କେମିତି ଜାଣିବା? ତ ପ୍ରଥମେ ଦେଖିବା 8 ଟା ଡିଭିଜିବଲ ନୁହେଁ 8 ଟା କେମିତି ଜାଣିବା? ଲାଷ୍ଟ ତିନିଟା ଡିଜିଟ କୁ 8 ଧରିବା। ତ ଏଇଟା ତ ହଉଛି, ଏଇଟା ଦେଖିବା। ଦେଖନ୍ତୁ 6 7 8 କେତେ 8 ରହିଲା 8 9 72 ବଳି ପଡିଲା କେତେ 72 ହେଲେ କେତେ 4 ହେଲେ ଏଇଟା ହଉଛି। ବୁଝିପାରିଲେ? ଏଇଟା ହଉଛି। ବର୍ତ୍ତମାନ ଦେଖିବା ଏଇଟା ହଉଛି। ବର୍ତ୍ତମାନ ଦେଖିବା ୟାଠୁ ବଡ ନମ୍ବର କିଏ? ବଡ ନମ୍ବର ଏଇଟା ଡବଲ 9 ଡବଲ 8। ଏଇଟା 8 ର ଡିଭିଜିବଲ ହଉଛି ଦେଖିବା 9 8 8 16 କେତେ 12 96 ତାର ଏଇଟା ହଉନି ତାହେଲେ ଏଇଟା କଟିଗଲା। ତାଠୁ ସାନ କିଏ? ତାଠୁ ସାନ କିଏ? ଏଇଟା 9 4 4 ଡିଭାଇଡ୍ କେତେ 8 କେତେ ହବ? 11 8 28 28 6 64 ଏଇଟା ହଉଛି। ତାହେଲେ ଦେଖିବା ଏଇଟା 11 ଦ୍ୱାରା ଡିଭିଜିବଲ ହଉଛି ନା? ହଁ ଏଇଟା 11 ଦ୍ୱାରା ଡିଭିଜିବଲ। ତାହେଲେ କେତେ ହବ ଆନ୍ସର ଆପଣଙ୍କର? କେତେ ହେଇଯିବ? 9944। এইଭଳି କୋଶ୍ଚିନ୍ ଆସିଲେ ଆପଣ କଣ କରିବେ ନା ଉପର ଆଡେ ଯିବେ। ପ୍ରଥମେ ଦେଖିବା 8 ଦ୍ୱାରା ଡିଭିଜିବଲ ହେଲା 8 ଦ୍ୱାରା ଡିଭିଜନ କେମିତି କରିବା? ଲାଷ୍ଟ ତିନିଟା ଡିଜିଟ୍ ନେଇକି 8 ଦ୍ୱାରା ଡିଭାଇଡ୍ କରିବା। ତ ଏଠି ଲାଷ୍ଟ ତିନିଟା ଦେଖି 9 8 8 ଅଛି। କେତେ ଅଛି? 9 8 8 ଅଛି। 9 8 8 କୁ ଯଦି ମୁଁ 8 ଦ୍ୱାରା ଭାଗ କରୁଛି ତାହେଲେ ମୋର କଣ ଅଛି? ଭାଗ ହଉନି। ଏଇଟା ଡିଭିଜିବଲ ନୁହଁ 8 ଦ୍ୱାରା। ବର୍ତ୍ତମାନ ଏଇଟା ତ 8 ଦ୍ୱାରା ଡିଭାଇଡ୍ କରିବା। କେତେ 4 4 8 11 28 28 ହେଲେ ମୋର ଭାଗଫଳ କେତେ ପଡୁଛି? 6 କେତେ ରହିବ? 1 1 ଏଇଟା ଡିଭିଜିବଲ 8 ଦ୍ୱାରା ହେଇଯାଉଛି। ବର୍ତ୍ତମାନ ଦେଖିବେ ଯେ ଏଇଟା 11 ଦ୍ୱାରା ଡିଭିଜିବଲ ହେଇଯିବ ତାହେଲେ 28 ଦ୍ୱାରା ଡିଭିଜିବଲ ହେଇଯିବ ଅଟୋମେଟିକ୍। ବର୍ତ୍ତମାନ ଏଇଟା କଣ ହଉଛି ନା 9 4 ମିଶିଲେ 13 9 4 ମିଶିଲେ 13 13 ମାଇନସ୍ 13 କେତେ ହେଇଯିବ? 0 ହେଇଯିବ। ତା ଅର୍ଥ ଏଇ ନମ୍ବରଟା ହଉଛି କଣ ମୋର ନା 8 28 ଦ୍ୱାରା ଡିଭିଜିବଲ। ବଢିଆ କୋଶ୍ଚିନ୍। ତାପରେ ଏଇଭଳି କୋଶ୍ଚିନ୍ ଗୋଟେ କରିବା। କଣ ଦେଇଛି? ହାଉ ମେନି ଜିରୋଜ ଆର୍ ଦେୟାର ଇନ୍ ଲାଷ୍ଟ? ଦେଖ ସେ କଣ ଦେଇଛି ନା ଏଇ ଯୋଉ 130 ଫ୍ୟାକ୍ଟୋରିଆଲ କାଢିବି ତା ଲାଷ୍ଟ କେତେଟା ଜିରୋ ଆସିବ? ତ ଆପଣଙ୍କୁ କହିଥିଲେ ଏଇ ଯୋଉ କୋଶ୍ଚିନ୍ କେମିତି କରାଯିବ? କଣ କହିଲେ 130 ଫ୍ୟାକ୍ଟୋରିଆଲ ଅର୍ଥ କଣ? 130 ଫ୍ୟାକ୍ଟୋରିଆଲ ଅର୍ଥ ହଉଛି ମୋର କଣ ନା 1 ଗୁଣନ 2 ଗୁଣନ 3 ଗୁଣନ 4 ଅଟୁ କେତେ ଆସିବ? 130। ତ ଏ ସବୁ କାଢିଲା ପରେ ଲାଷ୍ଟ ମୋର କେତେଟା ଶୂନ ଆସିବ? ବୁଝିପାରିଲେ? ଲାଷ୍ଟ କଣ ହବ? ଲାଷ୍ଟ କେତେଟା ଶୂନ ଆସିବ? ତ କେମିତି କରିବି ମୁଁ କହିଥିଲି କାଲି ଆପଣଙ୍କୁ 130 ମୁଁ କଣ କରିବି? କରିବି କେତେ ନା 5 ରେ କରିବି। 5 ରହିଲେ କେତେ ବାହାରିବ ମୋର ବୟସ? ନା 2 କେତେ ବାହାରିବ ନା 130 କୁ 5 ରେ କେତେ? 26 ବାହାରିଲା 26। ଏ 26 କୁ ପୁଣି କେତେ ରହିବି? 26 କରି 5 ରେ 5 ରହିଲେ କେତେ ହବ? 5 ରହିଲେ କେତେ 5 ଆସିବ ବୁଝିପାରିଲେ? ପୁଣି 1 କରିବି 5 ରେ ଯେହେତୁ 0.2 ଅଛି ଏଇଟା ହବ।
ତମର କେତେ ହେଇଯିବ 26 ପ୍ଲସ୍ 5 କେତେ ହେଇଯିବ 31 ଅପସନ ନାହିଁ ଭାଇ ମାନେ ଯଦି ଆନ୍ସର ହେଇଛି 31 କେତେ ହେଇଯିବ ଏଇଭଳି କ୍ୱେଶ୍ଚିନ୍ ଆସିଲେ ମୁଁ କେମିତି କରାଯିବ କହିଥିଲି 130 ପ୍ରଥମେ କେତେ ହରିବି ନା 26 ରେ ହରିବି 5 ରେ ହରିବି ଭାଇ 26 ଉପରେ କେତେ ହରିବି 5 ରେ ହରିବି ତ ଭାଇ ଗୋଟେ କଣ ଭାଇ ଗୋଟେ 5 5 କୁ ପୁଣି 5 କୁ 5 ରେ କେତେ 1 ବୁଝିପାରିଲେ 26 ପ୍ଲସ୍ 5 କେତେ ହେଇଛି 31 ବୁଝିପାରିଲେ କହିଥିଲି ଭାଗ ଶେଷରେ ଧ୍ୟାନ ଦେବେନି କେବଳ କଣ କରିବେ ନା ଭାଗ ଫଳ ଗୁଡିକୁ ମିଶେଇ ତାପରେ କ୍ୱେଶ୍ଚିନ୍ ଦେଖନ୍ତୁ ଲାଷ୍ଟ କ୍ୱେଶ୍ଚିନ୍ ଆପଣଙ୍କ ପାଇଁ ତାହେଲେ ଆହୁରି ଗୁଡାଏ କ୍ୱେଶ୍ଚିନ୍ ଆଣିବା ଆଉ ଡିସ୍କସନ କରିବା ଦେଇଛି 25 ର ପାୱାର 27 ଡିଭିଜିବଲ ବାଇ 8 ତ ରିମାଇଣ୍ଡର କେତେ ଏ 25 ର ପାୱାର 27 କୁ 8 ଦ୍ୱାରା ଡିଭାଇଡ କରିବି ତ ରିମାଇଣ୍ଡର କେତେ ତାହେଲେ ଏଟା ବହୁତ ସହଜ କ୍ୱେଶ୍ଚିନ୍ ନା କ୍ୱାଇଜ କନସେପ୍ଟ 25 ର ପାୱାର କେତେ ନା 27 ତାକୁ କେତେ ଡିଭାଇଡ କରିବି ନା 8 ଡିଭାଇଡ କରିବି ତାକୁ ଆପେ ଲେଖିବା କେତେ 8 3 24 ପ୍ଲସ୍ 1 ତା ପାୱାର କେତେ ନା 27 ତାକୁ କେତେ ହରିବି ନା 8 ରେ ତ ଭାଇ ମାନେ ଏଇଟା କିଛି ଏଇଭଳି କି x ପ୍ଲସ୍ b x ପ୍ଲସ୍ 1 କୁ x ଡିଭାଇଡ କରିବି ତାହେଲେ ମୋର କେତେ ପାୱାର n ଥିଲେ କେତେ ହବ 1 ର ପାୱାର n ବା କେତେ 1 ବାହାରିବ ଦେଖିଲେ ଭାଇ ମାନେ ତାକୁ ମୁଁ ଭାଙ୍ଗି ଦେଲି ଏଠି a କେତେ ନା a ହଉଛି 3 x ହଉଛି କେତେ ନା 8 1 ତାହେଲେ କେତେ ହେଇଥିବ ରିମାଇଣ୍ଡର ରିମାଇଣ୍ଡର ହେଇଯିବ 1 ବୁଝିପାରିଲେ ରିମାଇଣ୍ଡର କେତେ ବାହାରି ପଡିବ 1 ବାହାରି ପଡିବ ବୁଝିପାରିଲେ ରିମାଇଣ୍ଡର କେତେ ବାହାରି ପଡିବ 1 ବାହାରି ପଡିବ ତ ଭାଇ ମାନେ ଆଜି ପାଇଁ କ୍ଲାସ ଏତିକି ଥାଉ ଦେଖା ହବ ପୁଣି କାଲି କ୍ଲାସରେ ତ ସମସ୍ତଙ୍କୁ ଜୟ ଜଗନ୍ନାଥ ସମସ୍ତେ ମନ ଦେଇ ପଢିଥାନ୍ତୁ ଯଦି ଆପଣଙ୍କର କିଛି ବି ଡାଉଟ ରହିଥାଏ ତାହେଲେ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହୁଏ ଆମକୁ ଡିସ୍କସନରେ ଆପଣଙ୍କୁ ପଠାନ୍ତୁ ହେଲା ଜୟ ଜଗନ୍ନାଥ ସମସ୍ତଙ୍କୁ ସମସ୍ତେ ପଢୁଥାନ୍ତୁ ଆଉ ସମସ୍ତେ ଭଲସେ ପଢନ୍ତୁ ଠିକ ଅଛି ଜୟ ଜଗନ୍ନାଥ